ଇଗ୍ନୋ ତରଫରୁ ଆୟୋଜିତ ସ୍ୱୟଂପ୍ରଭା କାର୍ଯ୍ୟକ୍ରମରେ ଯୋଗଦାନ କରିଥିବା ସମସ୍ତ ପାଠକ ପାଠିକାମାନଙ୍କୁ ଶୁଭ ସନ୍ଧ୍ୟା। ଆଜି ଆମେ ଆଲୋଚନା କରିବା BHIC 106 ର ୟୁନିଟ୍ 7 ଆଉ ୟୁନିଟ୍ in Europe। यूनिट 8 ରେ ରହିଛି ରେନାନ୍ସା ହ୍ୟୁମାନିଜିମ୍ ଆଇଡିଆଜ ଆଣ୍ଡ ସାଇନ୍ସ। ତେଣୁ ପ୍ରଥମେ ଆମେ ଆଲୋଚନା କରିବା କମର୍ସିଆଲ ରିଭଲ୍ୟୁସନ ଇନ୍ ୟୁରୋପ ବା ୟୁରୋପ ମହାଦେଶରେ ବାଣିଜ୍ୟ ବିପ୍ଳବ। ଗଲା କ୍ଲାସ ମାନଙ୍କରେ ଆମେ ଆଲୋଚନା କରିଥିଲେ ପୁଞ୍ଜିବାଦ, ସାମନ୍ତବାଦ, ସାମ୍ରାଜ୍ୟବାଦ, ବାଣିଜ୍ୟିକ ସାମ୍ରାଜ୍ୟବାଦ ଏସବୁ ବିଷୟରେ ଆମେ ସମ୍ୟକ ସୂଚନା ପାଇଥିଲେ। ଆଜି କିନ୍ତୁ ୟୁରୋପ ମହାଦେଶରେ ବାଣିଜ୍ୟ ବିପ୍ଳବ ବିଷୟରେ ଆମେ ପଢ଼ିବା, କମର୍ସିଆଲ ରିଭଲ୍ୟୁସନ। ତେବେ ଐତିହାସିକ ଦୃଷ୍ଟିକୋଣରୁ ୟୁରୋପ ମହାଦେଶରେ ମଧ୍ୟଯୁଗକୁ ଯଦି ଏକ ଅନ୍ଧକାର ଯୁଗ ବୋଲି କୁହାଯାଉଥିଲା, କିନ୍ତୁ ଏହି ସମୟରେ ଅର୍ଥନୈତିକ ବିକାଶ ହେଇଥିଲା। ସାମନ୍ତମାନେ ଏବଂ ସେତେବେଳେ ପ୍ରତିପତ୍ତି ହାସଲ କରିଥିବା ବିତ୍ତଶାଳୀମାନେ ବା ବିତ୍ତଶାଳୀ ବ୍ୟକ୍ତିମାନେ ସେମାନଙ୍କର ଅର୍ଥନୈତିକରେ ପରିବର୍ତ୍ତନ ହେଇଥିଲା। ସେମାନେ ଧନଶାଳୀ ହେଇଥିଲେ ଏବଂ ସେ ସବୁ ଧନ ବା ବିତ୍ତ ବା ସମୃଦ୍ଧିକୁ ସେମାନେ ବିନିଯୋଗ କରିବା ପାଇଁ ବ୍ୟବସାୟ ପ୍ରତିଷ୍ଠାନର ସେମାନେ ଆମନ୍ତ୍ରଣ କରିଥିଲେ, ଯାହା ଫଳରେ କି ୟୁରୋପ ମହାଦେଶରେ ଆରମ୍ଭ ହେଇଥିଲା ଏକ ବାଣିଜ୍ୟିକ ବିସ୍ତାରୀକରଣ। ତାହେଲେ ବାଣିଜ୍ୟିକ ବିପ୍ଳବ ଆସିଲା କୋଉଠୁ? ବାଣିଜ୍ୟିକ ବିପ୍ଳବର ନାମକରଣ କାହିଁକି ଏପରି ହେଲା ନା, ସେତେବେଳେ ଯୋଉ ପୁଞ୍ଜିବାଦ ଥିଲା, ପୁଞ୍ଜିବାଦ ବ୍ୟକ୍ତିକୁ ଧନଶାଳୀ କରୁଥିଲା ବେଳେ ବାଣିଜ୍ୟିକ ସାମ୍ରାଜ୍ୟବାଦ ରାଷ୍ଟ୍ରକୁ କ୍ଷମତାଶାଳୀ କରୁଥିଲା। ତେଣୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଯଦି ଧରି ନିଆଯାଏ ତାହେଲେ ପୁଞ୍ଜିବାଦ ଆଉ ବାଣିଜ୍ୟିକ ସାମ୍ରାଜ୍ୟ ପରବର୍ତ୍ତୀ ପର୍ଯ୍ୟାୟରେ ସେମାନଙ୍କର ମତ ପରିବର୍ତ୍ତନ ହେଲା, ଯାହା ଫଳରେ କି ଶାସକ ଗୋଷ୍ଠୀ ଏବଂ ଉଦ୍ୟୋଗୀ ମାନେ ବା ଶିଳ୍ପପତି ମାନେ ମିଳିତ ଭାବରେ ଅନୁଷ୍ଠାନ ଗୁଡ଼ିକର ମାଧ୍ୟମରେ ଆନ୍ତର୍ଜାତିକ ସ୍ତରରେ ସେମାନେ ବାଣିଜ୍ୟକୁ ବିକାଶ କରିବା ପାଇଁ ବା ବାଣିଜ୍ୟର ବିସ୍ତାର କରିବା ପାଇଁ ଯେଉଁ ପଦକ୍ଷେପ ନେଇଥିଲେ ତାକୁ କୁହାଗଲା କମର୍ସିଆଲ ରିଭଲ୍ୟୁସନ ବା ବାଣିଜ୍ୟ ବିପ୍ଳବ। ଏଇ ଯୋଉ ବାଣିଜ୍ୟ ବିପ୍ଳବ ଆରମ୍ଭ କରାଯାଇଥିଲା ବା ୟୁରୋପ ମହାଦେଶରେ ଯୋଉ ବାଣିଜ୍ୟ ବିପ୍ଳବ ହେଇଥିଲା, ୟୁରୋପ ମହାଦେଶର କୋଉ କୋଉ ସ୍ଥାନରେ ଏ ବାଣିଜ୍ୟ ବିପ୍ଳବ ପ୍ରସାରିତ ହେଇଥିଲା ସେ ସବୁ କଥା ତ ଆମେ ଆଲୋଚନା କରିବା। କିନ୍ତୁ ପ୍ରଥମେ ଆମେ ଆଲୋଚନା କରିବା ବା ପ୍ରଥମେ ଆମେ ଯିବା ଯେ ବାଣିଜ୍ୟ ବିପ୍ଳବର ଉନ୍ମେଷର କାରଣ ଗୁଡିକ କଣ। ତେଣୁ ବାଣିଜ୍ୟ ବିପ୍ଳବର ଅଭ୍ୟୁଦୟ ବା ଉନ୍ମେଷ ବା ଜନ୍ମର ପ୍ରଥମ କାରଣ ହେଲା ନବଜାଗରଣ ଆନ୍ଦୋଳନ। ଯେତେବେଳେ ୟୁରୋପ ମହାଦେଶରେ ନବଜାଗରଣ ହେଲା, ଜ୍ଞାନର ପୁନର୍ଜାଗରଣ ହେଲା, ଜ୍ଞାନର ଉନ୍ମେଷ ହେଲା, ଜ୍ଞାନର ଉତ୍ଥାନ ହେଲା, ପୁନରୁତ୍ଥାନ ହେଲା, ସେତେବେଳେ ସମାଜର ଭୌତିକ ଚିନ୍ତନ ଶକ୍ତିରେ ଗୋଟେ ବିରାଟ ପରିବର୍ତ୍ତନ ଆସିଲା ଏବଂ ଏହାର ପ୍ରଭାବରେ ୟୁରୋପ ମହାଦେଶରେ ଉଭୟ କଳା ଏବଂ ବିଜ୍ଞାନରେ ଏକ ବିରାଟ ପରିବର୍ତ୍ତନ ମଧ୍ୟ ହେଲା, ଉନ୍ନତି ଅନୁଭୂତ ହେଲା। କାହିଁକି ନା ନୂତନ ମୁଦ୍ରଣ ଯନ୍ତ୍ରର ଯୋଉ ଉଦ୍ଭାବନ ହେଲା, ଏହା ମାନବ ସମାଜରେ ଏକ ବିରାଟ ପରିବର୍ତ୍ତନ ଆଣିଥିଲା। ଜନସାଧାରଣଙ୍କର ଯୋଉ ଧର୍ମ, ସେମାନଙ୍କର ନିର୍ବାଣର ଯୋଉ ଚିନ୍ତା, ସେ ସବୁକୁ ପରିତ୍ୟାଗ କରି ପାର୍ଥିବ ଯୁଗ ସମୃଦ୍ଧିର ଅନ୍ୱେଷଣରେ ସେମାନେ ମନୋନିବେଶ କଲେ ଏବଂ ପାର୍ଥିବ ଇନ୍ଦ୍ରିୟ ଲାଳସାରେ ଆକାଂକ୍ଷା ପରିପୂର୍ଣ୍ଣ କରିବା ପାଇଁ ଆବଶ୍ୟକ ହେଉଥିବା ଅର୍ଥ ଓ ସାମଗ୍ରୀକୁ ହିଁ ବାଣିଜ୍ୟ ବିପ୍ଳବ ଜନ୍ମ ଦେଲା। ତେଣୁ ଆଉଥରେ ଆପଣଙ୍କୁ ଏଟା ମନେ ରଖେଇ ଦଉଛି, ମୁଁ ସୂଚାଇ ଦଉଛି, ପାର୍ଥିବ ଇନ୍ଦ୍ରିୟ ଲାଳସା ଆକାଂକ୍ଷାରେ
ପରିପୂର୍ଣ୍ଣତା ପାଇଁ ଆବଶ୍ୟକ ହେଉଥିବା ଅର୍ଥ ଓ ସାମଗ୍ରୀ ବାଣିଜ୍ୟ ବିପ୍ଳବକୁ ଜନ୍ମ ଦେଇଥିଲା। ତେବେ ବାଣିଜ୍ୟ ବିପ୍ଳବର ଅଭ୍ୟୁଦୟର ପ୍ରଥମ କାରଣ ଥିଲା ନବଜାଗରଣ ଆନ୍ଦୋଳନ। ଏହାର ଦ୍ୱିତୀୟ କାରଣ ହେଲା କଣ ନା ଭୌଗୋଳିକ ଆବିଷ୍କାର। ଭୌଗୋଳିକ ଆବିଷ୍କାର କଣ ନା ଜଳପଥ ଆବିଷ୍କାର। ଯେତେବେଳେ ଭୌଗୋଳିକ ଆବିଷ୍କାର ହେଲା ଏବଂ ଏହି ଆବିଷ୍କାର ଗୁଡିକ ନୂତନ ଭୂଭାଗରେ ଉପନିବେଶ ଗୁଡିକ ପ୍ରତିଷ୍ଠା କରିବାରେ ମହାନ ସୁଯୋଗ ଆଣିଥିଲା। ତେଣୁ ଏହି ଉପନିବେଶ ଗୁଡିକରେ ଆବଶ୍ୟକତାକୁ ପୂରଣ କରିବା ପାଇଁ ଇଂଲଣ୍ଡ, ଫ୍ରାନ୍ସ, ହଲାଣ୍ଡ ବାଣିଜ୍ୟିକ କାରବାରରେ ସେମାନେ ଲାଗି ପଡ଼ିଲେ। ଫଳରେ ବାଣିଜ୍ୟ ଉପରେ ନିର୍ଭର କରୁଥିବା ବ୍ୟବସ୍ଥା ମାନଙ୍କରେ ଗୋଟେ ବୈପ୍ଳବିକ ପରିବର୍ତ୍ତନ ଆସିଲା, ଯାହାକୁ କି ବାଣିଜ୍ୟିକ ବିପ୍ଳବ ବୋଲି କୁହାଗଲା। ତାହେଲେ ପ୍ରଥମ ଅଭ୍ୟୁଦୟର କାରଣ ହେଲା ନବଜାଗରଣ ଆନ୍ଦୋଳନ, ଦ୍ୱିତୀୟ କାରଣ ହେଲା ଭୌଗୋଳିକ ଆବିଷ୍କାର। ଏହି ସମୟରେ ଆଉ ଏକ ପରିବର୍ତ୍ତନ ହେଲା, ଯାହାକି ବାଣିଜ୍ୟ ବିପ୍ଳବର ଅନ୍ୟତମ କାରଣ ଥିଲା ଜନସଂଖ୍ୟାର ବୃଦ୍ଧି। ଯେତେବେଳେ ଜନସଂଖ୍ୟା ବୃଦ୍ଧି ଦ୍ରୁତ ଗତିରେ ଆରମ୍ଭ ହେଲା, ସେ ସମୟ ଥିଲା 16ଶ ଶତାବ୍ଦୀ। ଏହି ସମୟରେ ଯେତେବେଳେ ଜନସଂଖ୍ୟାର ଦ୍ରୁତ ବୃଦ୍ଧି ହେଲା, ଏହା ଅର୍ଥନୈତିକ ଅଭିବୃଦ୍ଧିକୁ ଦୁଇଟି ଭାବରେ ସମ୍ପୂର୍ଣ୍ଣ ରୂପେ ସାହାଯ୍ୟ କଲା। ପ୍ରଥମଟି ହେଲା କଣ ନା ଯେତେବେଳେ ଦ୍ରୁତ ଗତିରେ ଜନସଂଖ୍ୟା ବୃଦ୍ଧି ପାଇଲା, କଳକାରଖାନାରେ କାମ କରିବା ପାଇଁ ଶ୍ରମିକ ମାନେ ସହଜରେ ଉପଲବ୍ଧି ହେଲେ। ଆଉ ଗୋଟିଏ କାରଣ ହେଲା ଜନସଂଖ୍ୟା ବୃଦ୍ଧିର, ଯୋଉ ଜନସଂଖ୍ୟା ବୃଦ୍ଧି ହେଲା ସେଇ ବୃଦ୍ଧି ଜନସଂଖ୍ୟାକୁ ମେଣ୍ଟେଇବା ପାଇଁ ଅଧିକ ବ୍ୟବସାୟ ପ୍ରତିଷ୍ଠାନ ଆବଶ୍ୟକ ପଡ଼ିଲା। ତେଣୁ ଏହି ଦୁଇଟି କାରଣରୁ ଜନସଂଖ୍ୟା ବୃଦ୍ଧି ହିଁ ବାଣିଜ୍ୟ ବିପ୍ଳବ ପାଇଁ ପଥ ସୁଗମ କରିଥିଲା। ଆଉ ଏକ କାରଣ ହେଲା ଧର୍ମ ସଂସ୍କାର ଆନ୍ଦୋଳନ ବା ଧର୍ମ ସଂସ୍କାର ଗୋଟେ ପଦକ୍ଷେପ। ସେତେବେଳେ ଧର୍ମ ସଂସ୍କାର ଫଳରେ ଜନସାଧାରଣ ଗିର୍ଜାର ପ୍ରାଧାନ୍ୟରୁ ମୁକ୍ତି ହୋଇ ନିଜକୁ ସ୍ୱାଧୀନତାରେ ପ୍ରାଧାନ୍ୟ ଦେଇଥିଲେ। ସମସ୍ତେ ସେତେବେଳେ ଗୋଟେ ଗିର୍ଜାର ଅନ୍ଧକାର ବାତାବରଣ ଭିତରେ ସେମାନେ ସବୁ ବାନ୍ଧି ହେଇକି ରହିଥିଲେ, କିନ୍ତୁ ନବଜାଗରଣ ଦ୍ୱାରା ସେମାନେ ସେଠାରୁ ମୁକ୍ତି ପାଇ ସେମାନଙ୍କର ସ୍ୱାଧୀନତାକୁ ବଜାଇ ରଖିବା ପାଇଁ ସେମାନେ ଆଗେଇ ଆସିଥିଲେ ଏବଂ ଅର୍ଥନୈତିକ କ୍ଷେତ୍ରରେ ସେମାନେ ଧର୍ମକୁ ଗୌଣ କରି ଯୁକ୍ତିଯୁକ୍ତ ପ୍ରସ୍ତାବ ଗୁଡିକୁ ନିଜର ଲକ୍ଷ୍ୟରେ ରୂପାନ୍ତରିତ କଲେ, ଯାହା ଫଳରେ କି ଏହା ବାଣିଜ୍ୟ ବ୍ୟବସ୍ଥାକୁ ଆମନ୍ତ୍ରଣ କରିଥିଲା। ଏହି ପରିପ୍ରେକ୍ଷୀରେ ମଧ୍ୟ ଅର୍ଥନୈତିକ ପରିବର୍ତ୍ତନ ହେଇଥିଲା। ଅର୍ଥନୈତିକ ପରିବର୍ତ୍ତନ ଏହା ମଧ୍ୟ ବାଣିଜ୍ୟ ବିପ୍ଳବର ଆଉ ଏକ କାରଣ ରୂପେ ମୁଣ୍ଡ ଟେକିଥିଲା। ଅର୍ଥନୈତିକ ପରିବର୍ତ୍ତନ କଣ ନା ସମସାମୟିକ ଅର୍ଥନୀତିରେ ପରିବର୍ତ୍ତନ ବାଣିଜ୍ୟବାଦର ଅଭ୍ୟୁତ୍ଥାନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ମୁଦ୍ରାର ବ୍ୟବହାର ବାଣିଜ୍ୟ ବ୍ୟବସାୟକୁ ତ୍ୱରାନ୍ୱିତ କରିଥିଲା ଏବଂ ଏହି ସମୟରେ ବ୍ୟାଙ୍କ ବ୍ୟବସ୍ଥା ପ୍ରଭୃତି ଉନ୍ନତି ସାଧିତ ହୋଇଥିଲା, ଯାହାକି ବାଣିଜ୍ୟ ବ୍ୟବସାୟର ଉନ୍ନତିରେ ଏକ ମୁଖ୍ୟ ବୈଶିଷ୍ଟ୍ୟ ରୂପେ ଦଣ୍ଡାୟମାନ ହେଇଥିଲା। ସେଭଳି ରାଜନୈତିକ ଚିନ୍ତାଧାରାରେ ମଧ୍ୟ ପରିବର୍ତ୍ତନ, ଯେମିତି ଅର୍ଥନୈତିକ ଚିନ୍ତାଧାରାରେ ପରିବର୍ତ୍ତନ ହେଇଥିଲା, ସେମିତି ରାଜନୈତିକ ଚିନ୍ତାଧାରାରେ ମଧ୍ୟ ପରିବର୍ତ୍ତନ ହେଇଥିଲା। ଅର୍ଥାତ୍ ଏ ଯୁଗରେ ଗିର୍ଜା ବଦଳରେ ଜନସାଧାରଣ ବା ସର୍ବସାଧାରଣ ରାଷ୍ଟ୍ରର ଶକ୍ତି ରୂପେ ବିବେଚନା ହେଲେ। ସେମାନେ ଯୋଉ ଗିର୍ଜାକୁ ଜାବୁଡି ଧରିଥିଲେ, ତା ପରିବର୍ତ୍ତେ ନିଜେ ରାଷ୍ଟ୍ରର ଜଣେ ଜଣେ ଶକ୍ତି ରୂପେ ନିଜକୁ ପରିଗଣିତ କଲେ, ଯାହା ଫଳରେ କି ରାଜନୈତିକ କ୍ଷେତ୍ରରେ ସାମନ୍ତବାଦ ପରିବର୍ତ୍ତେ ଗୋଟିଏ ଜାତୀୟତାବାଦ ବା ପରେ ସ୍ୱୟଂ ଶାସିତ ସାମ୍ରାଜ୍ୟବାଦ ଅନୁସୃତ ହେଲା।
ଏହି ସାମନ୍ତବାଦ ସମୟରେ କେନ୍ଦ୍ରର ପ୍ରଶାସନ ବଡ଼ ଦୁର୍ବଳ ଥିଲା ଏବଂ କୃଷି କାର୍ଯ୍ୟକୁ ବିଶେଷ କରି ଅଧିକ ପ୍ରାଧାନ୍ୟ ମିଳିଥିଲା। ଏହି ଆଧୁନିକ ରାଜନୈତିକ କର ସଂଗ୍ରହ ଦ୍ୱାରା ଏହା ପରିପୃଷ୍ଟ ଥିଲା, କିନ୍ତୁ ବାଣିଜ୍ୟିକ ସାମ୍ରାଜ୍ୟବାଦୀ ପ୍ରଣେତାମାନେ ଏ ଦୃଷ୍ଟିକୋଣକୁ ସମର୍ଥନ କରି ମତ ଦେଲେ ଯେ କେବଳ ସମ୍ପୂର୍ଣ୍ଣ ସାମ୍ରାଜ୍ୟବାଦ ହିଁ ସମାଜର ଶାନ୍ତି ଶୃଙ୍ଖଳା ପ୍ରତିଷ୍ଠିତ କରିପାରିବ। ତେଣୁ ରାଷ୍ଟ୍ରର ଆବଶ୍ୟକତାକୁ ପୂରଣ କରିବା ପାଇଁ ରାଜା ଯେଉଁ ଅର୍ଥ ଚାହୁଁଥିଲେ ତାହା ମୁଖ୍ୟତଃ ବାଣିଜ୍ୟ ବ୍ୟବସାୟରୁ ଉପଲବ୍ଧ ହବ ବୋଲି ସେ ଜାଣିପାରିଲେ। ତେଣୁ ବାଣିଜ୍ୟ ବ୍ୟବସାୟର ଉନ୍ନତି ପାଇଁ ରାଜନୀତିରେ ତାହାକୁ ପ୍ରୟାସ ଦିଆଗଲା ବା ରାଜନୀତିରେ ଅଗ୍ରାଧିକାର ତାକୁ ଦିଆଗଲା, ବାଣିଜ୍ୟ ବ୍ୟବସାୟର ଉନ୍ନତି ହେଲା। ସେଇଭଳି ବାଣିଜ୍ୟ ବିପ୍ଳବ ଉତ୍ଥାନର ଆଉ ଏକ କାରଣ ହେଲା ସାଂସ୍କୃତିକ ପରିବର୍ତ୍ତନ। ଶିଳ୍ପର ପ୍ରଗତିରେ ଶିକ୍ଷା, କଳା, ହସ୍ତଶିଳ୍ପ ଏସବୁ ଗୁଡ଼ିକର ବିକାଶ ହୋଇ ଜନସାଧାରଣଙ୍କୁ ଗୋଟିଏ ନୂତନ ସାଂସ୍କୃତିକ ପରିବେଶକୁ ଟାଣି ଦେଉଥିଲା। ତେଣୁ ସେତେବେଳର ସବୁ ଲେଖକମାନେ, ସାହିତ୍ୟିକମାନେ, ଦାର୍ଶନିକମାନେ, ବୈଜ୍ଞାନିକମାନେ ସେମାନଙ୍କର ଚିନ୍ତନ, ସେମାନଙ୍କର ରଚନା ଦ୍ୱାରା ଜନସାଧାରଣଙ୍କର ପ୍ରାଣରେ ଏକ ନୂତନ ଉନ୍ମାଦନା ଉଦ୍ରେକ କରିଥିଲେ। ଉଦାହରଣ ସ୍ୱରୂପ ଥମାସ ମୁର ନିଜ ପୁସ୍ତକ ୟୁଟୋପିଆରେ ମନୁଷ୍ୟର ବା ସମାଜର ଆଦର୍ଶର ଚିତ୍ର ଅଙ୍କନ କରି ପ୍ରଚଳିତ ସମାଜର ଦୁର୍ଗୁଣ ଗୁଡ଼ିକୁ ସେ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ। ତେଣୁ ନୂତନ ଭାବରେ ଆବିଷ୍କୃତ ବୈଜ୍ଞାନିକ ଓ ବୈଷୟିକ ଜ୍ଞାନ କୌଶଳ ଗୁଡ଼ିକ ବାଣିଜ୍ୟିକ ସାମ୍ରାଜ୍ୟବାଦକୁ ବା ବାଣିଜ୍ୟିକ ବିପ୍ଳବକୁ ଅଧିକ ତ୍ୱରାନ୍ୱିତ କରିଥିଲା ବା ସଶସ୍ତ୍ରୀକରଣ କରିଥିଲା, ଯାହା ଫଳରେ ବାଣିଜ୍ୟ ପଦ୍ଧତି ବା ବାଣିଜ୍ୟିକ ସାମ୍ରାଜ୍ୟବାଦ ମାନେ ସେମାନେ ସେମାନଙ୍କର ବାଣିଜ୍ୟ ବୃଦ୍ଧି କରିବା ପାଇଁ ନିଜର ମନୋନିବେଶ କରିଥିଲେ। ସେଇଭଳି ଆଉ ଏକ କାରଣ ଥିଲା ବାଣିଜ୍ୟିକ ସାମ୍ରାଜ୍ୟବାଦୀ ରାଷ୍ଟ୍ର ତତ୍ତ୍ୱ। ଅର୍ଥାତ୍ ବାଣିଜ୍ୟିକ ସାମ୍ରାଜ୍ୟବାଦର ଯୋଉ ଦର୍ଶନ ଥିଲା ତାହା ସ୍ଥୂଳ ଇନ୍ଦ୍ରିୟ ସୁଖ ପ୍ରାପ୍ତିରେ ସୀମାବଦ୍ଧ ନଥିଲେ ହେଁ ସମସ୍ତେ ଜାଣୁଥିଲେ ଯେ ଅର୍ଥନୀତିକୁ କେବଳ ମନୁଷ୍ୟ ହିଁ ନିୟନ୍ତ୍ରଣ କରିପାରିବ। ମନୁଷ୍ୟର କ୍ଷମତା ଉପରେ ସବୁ ବିଶ୍ୱାସ କରୁଥିଲେ। ସର୍ବସାଧାରଣଙ୍କ ରାଷ୍ଟ୍ରର କ୍ଷମତା ଉପରେ ବଡ଼ ଭରସା ଥିଲା। ସେମାନେ ବିଶ୍ୱାସ କରୁଥିଲେ ଯେ ବ୍ୟକ୍ତିର ଜୀବନ ଓ କର୍ମରେ ରାଷ୍ଟ୍ରର ପ୍ରଭାବ ସର୍ବଦା ସ୍ୱୀକାର୍ଯ୍ୟ। ତେଣୁ ଜାତୀୟ ଐକ୍ୟ ହେଉଛି ପ୍ରଧାନ ଲକ୍ଷ୍ୟ। ଯୁଦ୍ଧକୁ ଏକ ପ୍ରାକୃତିକ ଘଟଣାବଳୀ ରୂପେ ଅଭିହିତ କରାଯାଉଥିଲା ଏବଂ ଦେଶବାସୀମାନେ ଯୁଦ୍ଧରେ ବିଜୟ ହେବା ପାଇଁ ନିଜ ରାଷ୍ଟ୍ରକୁ ଶକ୍ତିଶାଳୀ କରିବାରେ ମଧ୍ୟ ଲାଗି ପଡୁଥିଲେ। ତେବେ ଏ ଯୋଉ ବାଣିଜ୍ୟିକ ସାମ୍ରାଜ୍ୟବାଦୀ ଯୁଗରେ ଦୁର୍ନୀତି ଓ ଶଠତା ଚରମ ସୀମାରେ ଅନେକ ସମାଜର ପରିବର୍ତ୍ତନ ଆଣିଥିଲା ଏବଂ ସାମ୍ରାଜ୍ୟବାଦକୁ ଯଦିବା ସେତେବେଳେ ସେ ପ୍ରୟାସ ଦେଇଥିଲା, ତଥାପି ମଧ୍ୟ ସମାଜର ଆମୂଳଚୂଳ ପରିବର୍ତ୍ତନରେ ସେ ସମ୍ପୂର୍ଣ୍ଣ ଦେଇଥିଲା। ତେବେ ୟୁରୋପ ମହାଦେଶର ବିଶେଷ କରି ପଶ୍ଚିମ ଭାଗରେ ଏହି ବାଣିଜ୍ୟ ବିପ୍ଳବର କେନ୍ଦ୍ର ସମୂହ ସୃଷ୍ଟି ହୋଇଥିଲା। ସେଠାରେ ଅନେକ ସହର, ଅନେକ ନଗର ଗୁଡ଼ିକ ଗଢ଼ି ଉଠିଥିଲା କେବଳ ଏ ବାଣିଜ୍ୟିକ ବିସ୍ତାର ଯୋଗୁଁ ବା ବାଣିଜ୍ୟିକ ବିପ୍ଳବ ଯୋଗୁଁ। ତେବେ ବାଣିଜ୍ୟ ବିପ୍ଳବ କହିଲେ ଯେ ଏକ ରକ୍ତ ସଂଘର୍ଷର ବିପ୍ଳବକୁ ବୁଝାଏନି। ସାଧାରଣତଃ ଯଦି ବିପ୍ଳବ କହିଲେ ଗର୍ହିତ ମତ ପାର୍ଥକ୍ୟ ବା ରକ୍ତପାତକୁ ବୁଝାଉଥିଲା, କିନ୍ତୁ ବାଣିଜ୍ୟ ବିପ୍ଳବ ଅନ୍ୟାନ୍ୟ ବିପ୍ଳବ ମାନଙ୍କ ଠାରୁ ଗୋଟିଏ ପୃଥକ ଥିଲା। ସାଧାରଣ ଭାବରେ କହିଲେ ବା ସରଳ ଭାଷାରେ କହିଲେ ବାଣିଜ୍ୟ ବିପ୍ଳବ ଥିଲା ସମାଜରେ ବଡ଼ ବଡ଼ ବାଣିଜ୍ୟିକ ପ୍ରତିଷ୍ଠା କରିବା। ତେଣୁ 18ଶ ଶତାବ୍ଦୀରେ ଏହି
ବାଣିଜ୍ୟିକ ବିପ୍ଳବ ୟୁରୋପ ମହାଦେଶରେ ଆରମ୍ଭ ହୋଇ ସାରା ବିଶ୍ୱକୁ ପରିବ୍ୟାପ୍ତ କଲା। ଏହି ବିପ୍ଳବ ବିଶ୍ୱ ଇତିହାସରେ ଗୋଟିଏ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଥିଲା। ଏହା ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥ ଗୁଡ଼ିକର ଉତ୍ପାଦନ ପ୍ରକ୍ରିୟାରେ ସାମଗ୍ରିକ ରୂପେ ଭାବେ ପରିବର୍ତ୍ତନ ଆଣିଥିଲା। ହାତ ବଦଳରେ ବୈଜ୍ଞାନିକ ମାନଙ୍କ ଦ୍ୱାରା ଉଦ୍ଭାବିତ ଶକ୍ତି ଚାଳିତ ଯନ୍ତ୍ର ଦ୍ୱାରା ବିପୁଳ ପରିମାଣରେ ଗୁଣାତ୍ମକ ଦ୍ରବ୍ୟମାନ ଅତି ସୁଲଭ ଅତି କମ ସମୟରେ ଉତ୍ପାଦିତ ହୋଇ ଶସ୍ତାରେ ବ୍ୟବସାୟ ପ୍ରତିଷ୍ଠାନରେ ଉପଲବ୍ଧ ହୋଇପାରିଲା, ଯାହାକୁ କି ଜନସାଧାରଣ ଅତି ସହଜରେ ତାକୁ କ୍ରୟ କରିପାରିଲେ, ଯାହାଦ୍ୱାରା ଏହା ସର୍ବାରୋନ୍ନତ ହୋଇ ଦିନକୁ ଦିନ ଉନ୍ନତି ପଥରେ ଅଗ୍ରସର ହେଲା। ତେବେ ଏ ବାଣିଜ୍ୟିକ ବିପ୍ଳବ ଦ୍ୱାରା ସମାଜରେ ଏକ ସ୍ୱତନ୍ତ୍ର ଶ୍ରେଣୀର ମଧ୍ୟ ଉନ୍ମେଷ ହେଲା, ଯାହାକୁ କୁହାଗଲା ବାଣିଜ୍ୟିକ ଶ୍ରେଣୀ ବା ଗୋଟିଏ ସୌଦାଗର ଶ୍ରେଣୀ। ଏହା ଗୋଟିଏ ନୂତନ ସାମାଜିକ ଶ୍ରେଣୀ ସୃଷ୍ଟି କଲା, ଯେଉଁମାନେ ସମାଜରେ ବ୍ୟବସାୟ ପ୍ରତିଷ୍ଠାନ କରି ବା ବାଣିଜ୍ୟ ବ୍ୟବସାୟକୁ ପ୍ରସାରଣ କରି ସମାଜରେ ଉପଲବ୍ଧ ସାମଗ୍ରୀକୁ ସହଜରେ ସର୍ବସାଧାରଣଙ୍କ ପାଖରେ ଉପସ୍ଥାନ କରିବା ବା ସର୍ବସାଧାରଣଙ୍କ ପାଖରେ ତାକୁ ପହଞ୍ଚାଇବା ସେମାନଙ୍କର ଗୋଟିଏ ମୁଖ୍ୟ କାର୍ଯ୍ୟ ଥିଲା। ତେବେ ଶତାବ୍ଦୀ ଶତାବ୍ଦୀ ଧରି ସହର ମାନଙ୍କୁ ଏସବୁ ବାଣିଜ୍ୟ ରାଜନୈତିକ ସାଂସ୍କୃତିକ ଅର୍ଥନୈତିକ କ୍ଷେତ୍ର ରୂପେ ମଧ୍ୟ ବିବେଚନା କରାଗଲା। ବାଣିଜ୍ୟ ଗୁଡ଼ିକୁ ବା ବାଣିଜ୍ୟ ପ୍ରତିଷ୍ଠାନ ଗୁଡ଼ିକ ଯଦିବା ଆର୍ଥିକ ବ୍ୟବସ୍ଥାରେ ଉନ୍ନତି ଆଣିଥିଲା ଏବଂ ସହରବାସୀ ମାନେ ଏହି ଆର୍ଥିକ ବ୍ୟବସ୍ଥାରେ ବିଶାଳ ପ୍ରାସାଦ ମାନ, ମହାବିଦ୍ୟାଳୟ, ବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ, ରାସ୍ତାଘାଟ, ସର୍ବସାଧାରଣଙ୍କ ନିମନ୍ତେ ଉଦ୍ୟାନ, ଅବସର ବିନୋଦନ କେନ୍ଦ୍ର, ଚିକିତ୍ସାଳୟ, ପ୍ରେକ୍ଷାଳୟ ଏ ସବୁ ଗୁଡାକ ମଧ୍ୟ ଏ ବାଣିଜ୍ୟିକ ବିପ୍ଳବ ଦ୍ୱାରା ସମ୍ଭବ ହେଲା। ଶାସକ ଓ ବ୍ୟବସାୟୀ ମାନେ କ୍ରମଶଃ ସହରରେ ବାଣିଜ୍ୟ ବ୍ୟବସାୟକୁ ଏକଚାଟିଆ କରିବାକୁ ମଧ୍ୟ ସେମାନେ ଆଗଭର ହେଲେ, ଯାହା ଫଳରେ କି ଏସବୁ ସ୍ଥାନ ମାନଙ୍କରେ ଏକଚାଟିଆ ବାଣିଜ୍ୟ ଚାଲିଲା ଏବଂ ଏହି ବାଣିଜ୍ୟରେ ବା ବାଣିଜ୍ୟ ବିକାଶରେ ବା ବାଣିଜ୍ୟିକ ପ୍ରତିଷ୍ଠାନରେ କୌଣସି ବିଶୃଙ୍ଖଳାକୁ ଏଡେଇବା ପାଇଁ, କୌଣସି ବିଶୃଙ୍ଖଳାକୁ ପ୍ରଶୟ ନ ଦେବା ପାଇଁ ସେଠାରେ ଅନେକ ଗୁଡ଼ିଏ ବଣିକ ସଂଘ, ଯାହାକୁ ମର୍ଚାଣ୍ଟ ଗିଲ୍ଡ ବୋଲି କୁହାଯାଏ, ପ୍ରତିଷ୍ଠା କରାଯାଇଥିଲା, ଯାହାରି ମାଧ୍ୟମରେ ବାଣିଜ୍ୟିକ ପ୍ରତିଷ୍ଠାନରେ କୌଣସି ବିଶୃଙ୍ଖଳା, କୌଣସି ଦୁର୍ନୀତି, କୌଣସି ଅନୀତି, କୌଣସି ଶୋଷଣ ସେଠାରେ ଦୃଶ୍ୟମାନ ହେଉନଥିଲା। ଏସବୁ କୁକାର୍ଯ୍ୟକୁ ରୋକିବା ପାଇଁ ମର୍ଚାଣ୍ଟ ଗିଲ୍ଡ ବା ବଣିକ ସଂଘ ଗୁଡ଼ିକ ସଦାବେଳେ ସତର୍କ ହେଇକି ରହିଥିଲା, ଯାହା ଫଳରେ ବ୍ୟବସାୟ ପ୍ରତିଷ୍ଠାନରେ ଉନ୍ନତି ଆସିଥିଲା। ଏହା ସତ୍ତ୍ୱେ ବାଣିଜ୍ୟ ବିପ୍ଳବର ଅନେକ ସୁପରିଣାମ ଥିଲେ ମଧ୍ୟ, ଅନେକ ସୁନାମ ଥିଲେ ମଧ୍ୟ, ଅନେକ ସୁନାମ ଅର୍ଜନ କରିଥିଲେ ମଧ୍ୟ ପରବର୍ତ୍ତୀ ପର୍ଯ୍ୟାୟରେ ଏଠାରେ କିଛି କୁପରିଣାମ ମଧ୍ୟ ପରିଲକ୍ଷିତ ହୋଇଥିଲା, ଯୋଉଥି ଯୋଗୁଁ ବାଣିଜ୍ୟ ବିପ୍ଳବ କ୍ରମଶଃ ଦୁର୍ବଳ ହୋଇ ଆସିଥିଲା ବା ବାଣିଜ୍ୟ ପ୍ରସାରଣରେ ଅନେକ ଶିଥିଳତା ଦେଖା ଦେଇଥିଲା। କାହିଁକି ନା ବାଣିଜ୍ୟିକ ସାମ୍ରାଜ୍ୟବାଦୀ ମାନେ ବା ସୌଦାଗର ମାନେ ବା ବ୍ୟବସାୟୀ ମାନେ ସୁନା ରୂପାର ବ୍ୟବସାୟକୁ ବିଶେଷ କରି ପ୍ରାଧାନ୍ୟ ଦେଲେ। ଜନସାଧାରଣ ଚାହୁଁଥିବା ଉପଲବ୍ଧ କରୁଥିବା ଦୈନନ୍ଦିନ ସାମଗ୍ରୀ ଗୁଡ଼ିକ ପ୍ରତି ସେମାନେ ଅବହେଳା ପ୍ରଦର୍ଶନ କଲେ, କିନ୍ତୁ ସୁନା ରୂପାରେ ବା ସ୍ୱର୍ଣ୍ଣ ରୌପ୍ୟରେ କ୍ଷୁଧାର୍ଥ ମାନଙ୍କର ପେଟ ପୁରୁନଥିଲା। କଳକାରଖାନା ମାନଙ୍କରେ ବ୍ୟବସାୟ ପାଇଁ ସୁନା ରୂପା ଅପେକ୍ଷା ଲୌହ ଓ କୋଇଲାର ମଧ୍ୟ ଆବଶ୍ୟକତା ପଡ଼ିଲା। ତାହେଲେ ଲୋକମାନେ ସାଧାରଣ ଜନତା ଯାହା ପ୍ରାଥମିକ ପର୍ଯ୍ୟାୟରେ ଚାହୁଁଥିଲେ, ସେଥିପ୍ରତି ଯେତେବେଳେ ସୌଦାଗର ବା ବ୍ୟବସାୟୀ ମାନଙ୍କର ଅବହେଳା ପ୍ରଦର୍ଶନ ହେଲା, ସେତେବେଳେ ଯାଇ ବାଣିଜ୍ୟ ବିପ୍ଳବରେ ଗୋଟିଏ ଶିଥିଳତା ଦେଖାଦେଲା ବା ଏହା ପତନମୁଖୀ ହେବାକୁ ଲାଗିଲା। ଏହି ସମୟରେ ବ୍ୟବସାୟୀ ମାନେ ବୈଦେଶିକ ବ୍ୟାପାରକୁ ଗୁରୁତ୍ୱ ଦେଇ ଆଭ୍ୟନ୍ତରୀଣ ବ୍ୟବସାୟକୁ ସେମାନେ ହତାଦର କରିଦେଲେ।
ଆଭ୍ୟନ୍ତରୀଣ ବ୍ୟବସାୟ ପ୍ରସାରଣକୁ ସେମାନେ ଆସ୍ତେ ଆସ୍ତେ ସେମାନେ ଆଗ୍ରହ ପ୍ରଦର୍ଶନ କଲେ ନାହିଁ, ଯାହା ଫଳରେ କି ବୈଦେଶିକ ବାଣିଜ୍ୟ ସିନା ଆଗେଇ ଚାଲିଲା କିନ୍ତୁ ଆଭ୍ୟନ୍ତରୀଣ ବାଣିଜ୍ୟରେ ଗୋଟିଏ ଅବହେଳା ଦେଖାଦେଲା। ସେଇଭଳି ବାଣିଜ୍ୟ ବିପ୍ଳବର ଆଉ ଏକ ଶିଥିଳତାର କାମ ହଉଛି କଣ ନା ବ୍ୟବସାୟୀ ମାନେ ସେମାନେ ରପ୍ତାନି ଖୋର ମନୋବୃତ୍ତି ବହୁଳ ଭାବରେ ରଖିଥିଲେ। ଆମଦାନୀ ଉପରେ ଜୋର ନ ଦେଇ ସେମାନେ କିଭଳି ରପ୍ତାନି ଅନ୍ୟ ଦେଶକୁ କରିବେ, ଅନ୍ୟ ଦେଶରୁ କେମିତି ଲାଭ ପାଇବେ ସେଥିପାଇଁ ସେମାନେ ଦୃଷ୍ଟି ନିକ୍ଷେପ କଲେ, କିନ୍ତୁ ନିଜର ଦେଶର, ନିଜ ରାଷ୍ଟ୍ରର, ନିଜ ଜାତିର, ନିଜ ସମାଜର କେମିତି ଆମଦାନୀ ଜିନିଷ କରାଯିବ ଏବଂ ସେ ସର୍ବସାଧାରଣଙ୍କୁ ସେ ସବୁ ଉପଲବ୍ଧ ହବ ସେ କଥା ସେମାନେ ଚିନ୍ତା କରିନଥିଲେ। ସେଇଭଳି ଆଉ ଏକ କୁପରିଣାମ ହେଲା ବାଣିଜ୍ୟ ବିପ୍ଳବର ଯେ ବୈଦେଶିକ ବାଣିଜ୍ୟ ସମୃଦ୍ଧ ପାଇଁ ଅନେକ ଗୁଡ଼ିଏ ଉପନିବେଶ ସ୍ଥାପିତ ହେଲା। ଯୋଉ ଉପନିବେଶ ମାନଙ୍କରୁ କଞ୍ଚା ମାଲ ସଂଗ୍ରହ କରି, ର ମେଟେରିଆଲ ସଂଗ୍ରହ କରି ଶୋ ରାଷ୍ଟ୍ର ମାନଙ୍କରେ ସେମାନଙ୍କର ଶିଳ୍ପଜାତ ସାମଗ୍ରୀକୁ ଉତ୍ପାଦନ କରି ସେଠାରେ ସେମାନେ ବିକ୍ରୟରେ ଲାଗି ପଡ଼ିଲେ ଆଉ ନିଜ ଦେଶ ପ୍ରତି ସେମାନେ ଅବହେଳା ପ୍ରଦର୍ଶନ କଲେ। ତେବେ ଏହିଭଳି ଭାବରେ ଅନେକ କାର୍ଯ୍ୟକୁ ନେଇ ବାଣିଜ୍ୟ ବିପ୍ଳବ ୟୁରୋପ ମହାଦେଶରେ କ୍ରମଶଃ ଶିଥିଳ ହୋଇପଡ଼ିଲା ଏବଂ ଏହାକୁ ପ୍ରସାର କରିବା ପାଇଁ ପୂର୍ବ ଭଳି ଯେତେବେଳେ ଉଦ୍ୟମ କରାଗଲା ସେତେବେଳେ ଯାଇ ତାର ପୂର୍ବ ରୂପ ଧାରଣ କଲା। ଏ ଥିଲା ୟୁରୋପ ମହାଦେଶର ବାଣିଜ୍ୟିକ ବିପ୍ଳବ। ଏବଂ ଏଇ ଯୋଉ ବାଣିଜ୍ୟିକ ବିପ୍ଳବ ୟୁରୋପ ମହାଦେଶରେ ହେଇଥିଲା ଏଥିପାଇଁ କଣ ସବୁ ପାଥେୟ ଥିଲା, ବାଣିଜ୍ୟିକ ବିପ୍ଳବ ପାଇଁ କଣ ତାର ସବୁ ପାଥେୟ ଗୁଡ଼ିକ ରହିଥିଲା, ତାର ମେନ୍ ସୋର୍ସ ଗୁଡ଼ିକ କଣ ରହିଥିଲା, ଯୋଉ ସୋର୍ସ ବା ଯୋଉ ଉପାଦାନ ଯୋଗୁ ବାଣିଜ୍ୟ ବିପ୍ଳବ ୟୁରୋପ ମହାଦେଶରେ ଦୀର୍ଘ ଦିନ ଧରି ପ୍ରସାରଣ ହେଇଥିଲା। ଆମେ ଗଲା କ୍ଲାସରେ ବି ଆଲୋଚନା କରିଥିଲେ ଏ ବିଷୟରେ। ତେବେ ବାଣିଜ୍ୟ ବିପ୍ଳବ ପାଇଁ ପ୍ରଥମ ସୋର୍ସ ବା ପ୍ରଥମ ଉପାଦେୟ ଥିଲା ପୁଞ୍ଜି ବୃଦ୍ଧି, ଅର୍ଥାତ୍ ଅର୍ଥ ବୃଦ୍ଧି। ଯଦି ଆର୍ଥିକ ପରିସ୍ଥିତିରେ ସ୍ୱଚ୍ଛଳତା ଦେଖା ନ ଦେବ, ଯଦି ଆର୍ଥିକ ପରିସ୍ଥିତିରେ ଯଦି କୌଣସି ପରିବର୍ତ୍ତନ ନ ହବ ତାହେଲେ ବାଣିଜ୍ୟ ପ୍ରସାର ହୋଇପାରିବ ନାହିଁ। ସେଥିପାଇଁ ନୂତନ ଉଦ୍ୟୋଗୀ ମାନେ ବା ନୂତନ ବ୍ୟବସାୟୀ ମାନେ ବା ବିତ୍ତଶାଳୀ ଲୋକମାନେ ସଦାବେଳେ ପୁଞ୍ଜି ବା ଅର୍ଥ ବିନିଯୋଗ ଉପରେ ସେମାନେ ନିର୍ଭର କରୁଥିଲେ। ଏହି ପୁଞ୍ଜି ଗୁଡ଼ିକ ବିଶେଷ କରି ଆସୁଥିଲା କୋଉଠୁ ନା ଯୋଉ ସବୁ କୃଷିଜାତ ସାମଗ୍ରୀ ଥିଲା ଏବଂ କୃଷିଜାତ ସାମଗ୍ରୀର ଯୋଉ ବଳକା ସାମଗ୍ରୀ ଗୁଡ଼ିକ ରହିଥିଲା ତାରି ଉପରେ ସେମାନେ ନିର୍ଭର କରି ସେ ସବୁ ଦ୍ରବ୍ୟ ଉପରେ ତାକୁ ମୂଲ୍ୟ ବୃଦ୍ଧି କରି ସେଥିରୁ ଯୋଉ ସବୁ ଲାଭ ପାଉଥିଲେ ତାହା ସେମାନଙ୍କର ପୁଞ୍ଜି ସଂଗ୍ରହ କରିବାରେ, ପୁଞ୍ଜି ରଖିବାରେ ସେମାନଙ୍କର କୌଣସି ଆଉ ବାଧା ନଥିଲା, ଯାହା ଫଳରେ ସେ ଗଚ୍ଛିତ ଏବଂ ସଂଗୃହୀତ ଯୋଉ ପୁଞ୍ଜି କି ସେମାନେ ବିନିଯୋଗ କରି ସେମାନଙ୍କର ବାଣିଜ୍ୟିକ ପ୍ରତିଷ୍ଠାନ ସେମାନେ ଆରମ୍ଭ କରିଥିଲେ। ତେଣୁ ବିଶେଷ କରି ସେତେବେଳର ଯୋଉ ପୁଞ୍ଜି ସଂଗ୍ରହ କରାଯାଇଥିଲା, ପୁଞ୍ଜି ଯୋଉ ଠୁଳ କରାଯାଇଥିଲା, ପୁଞ୍ଜି ଯୋଉ ଗଚ୍ଛିତ କରାଯାଇଥିଲା, ଏ ସବୁ ଗୁଡ଼ିକ କୃଷିଜାତ ଦ୍ରବ୍ୟ ଉପରେ ହିଁ ନିର୍ଭର କରିଥିଲା, କୃଷିଜାତ ସାମଗ୍ରୀ ଉପରେ ହିଁ ନିର୍ଭର କରିଥିଲା, କୃଷିଜାତ ସାମଗ୍ରୀର ଉତ୍ପାଦନ ଉପରେ ହିଁ ନିର୍ଭର କରିଥିଲା। ତେଣୁ ବଣିକ ମାନେ ବା ବ୍ୟବସାୟୀ ମାନେ ଏହି କୃଷିଜାତ ଦ୍ରବ୍ୟରୁ ସଂଗୃହୀତ ଅର୍ଥକୁ ସେମାନେ ବିନିଯୋଗ କରି ସେମାନଙ୍କର ବାଣିଜ୍ୟ ବିକାଶ କରିଥିଲେ। ସେହିପରି ବାଣିଜ୍ୟ ପ୍ରତିଷ୍ଠାନର ଆଉ ଏକ ସୋର୍ସ ହେଲା କଣ ନା ବ୍ୟାଙ୍କିଂ ସିଷ୍ଟମ। ସେତେବେଳେ ବ୍ୟାଙ୍କ ପ୍ରତିଷ୍ଠା ଆରମ୍ଭ ହେଲା। ଗଲା କ୍ଲାସରେ ଆମେ ଆଲୋଚନା କରିଥିଲେ ସ୍ୱିଡେନ ବ୍ୟାଙ୍କ ବା ବ୍ୟାଙ୍କ ଅଫ ସ୍ୱିଡେନ ଯୋଉ 1657 ମସିହାରେ ଆରମ୍ଭ ହୋଇଥିଲା। ଏ ଯୋଉ ବ୍ୟାଙ୍କ ପ୍ରତିଷ୍ଠା ହେଲା, ଋଣାଳୟର ଯେତେବେଳେ ପ୍ରତିଷ୍ଠା ହେଲା, ବ୍ୟବସାୟୀ ମାନେ ଯେତେବେଳେ ସେମାନଙ୍କର ବ୍ୟବସାୟ ପ୍ରତିଷ୍ଠାନରେ ଋଣ ଆଣି ସେ ବ୍ୟବସାୟ ପ୍ରତିଷ୍ଠାନକୁ ସେମାନେ ସମ୍ପ୍ରସାରଣ କରିବାର ସୁବିଧା ପାଇଲେ, ସେତେବେଳେ ଯାଇ ବାଣିଜ୍ୟ ବିପ୍ଳବ ୟୁରୋପ ମହାଦେଶରେ ସ୍ଥାନ ପାଇଥିଲା। ଯଦି ବାଣିଜ୍ୟ ବିକାଶ କରିବା ପାଇଁ, ବାଣିଜ୍ୟିକ ପ୍ରତିଷ୍ଠାନର ସମ୍ପ୍ରସାରଣ ପାଇଁ ଯଦି ବ୍ୟାଙ୍କିଂ ସିଷ୍ଟମ ନଥାନ୍ତା ବା ଫାଇନାନ୍ସିଆଲ ଆସିଷ୍ଟାଣ୍ଟ କିଛି ନଥାନ୍ତା
বা অর্থ সহযোগকারী কেହି যদি নথাନ୍ତେ, ଅର୍ଥ ଯୋଗାଣକାରୀ ଯଦି ନଥାନ୍ତେ, ତାହେଲେ ବାଣିଜ୍ୟିକ ପ୍ରତିଷ୍ଠାନ ହେଇପାରି ନଥାନ୍ତା। ତେଣୁ ସେଭଳି ମୁହୂର୍ତ୍ତରେ ୟୁରୋପ ମହାଦେଶରେ ଯୋଉ ବାଣିଜ୍ୟ ପ୍ରତିଷ୍ଠା ପାଇଁ ଯୋଉ ବ୍ୟାଙ୍କିଂ ସିଷ୍ଟମଟା ଆରମ୍ଭ ହେଲା, ତାହା ବାଣିଜ୍ୟ ବିପ୍ଳବ ପାଇଁ ଗୋଟିଏ ମହାନ ଉପଦାୟ ରୂପେ ପରିଗଣିତ ହେଇଥିଲା। ଏହି ସମୟରେ ମଧ୍ୟ ଉଧାର ପ୍ରଦାନର ସୁବିଧା କରାଯାଇଥିଲା। ଉଧାର ଦେବା ପାଇଁ, ଋଣ ଦେବା ପାଇଁ ସେତେବେଳେ ମଧ୍ୟ ସୁବିଧା ଆରମ୍ଭ କରାଗଲା, ଯାହାକୁ ବିଲ୍ ଅଫ ଏକ୍ସଚେଞ୍ଜ ବୋଲି କୁହାଯାଏ ବା ବିନିମୟ ଯୋଗ୍ୟ ପାଉଣା ଦାବି ପତ୍ର। ଏ ସମୟରେ ଯଦି ବ୍ୟବସାୟୀ ବା କୌଣସି ସୌଦାଗର ବା କୌଣସି ବଣିକ ଗୋଷ୍ଠୀ ଯଦି ଉଧାର ଚାହୁଁଥିଲା, ଋଣ ଚାହୁଁଥିଲା, ତାର ବାଣିଜ୍ୟିକ ପ୍ରତିଷ୍ଠାନକୁ ବିକାଶ କରିବା ପାଇଁ, ତାର ବାଣିଜ୍ୟିକ ସଂସ୍ଥାକୁ ସମ୍ପ୍ରସାରଣ କରିବା ପାଇଁ ଯଦି ଚାହୁଁଥିଲା, ବା ତାର ବାଣିଜ୍ୟିକ ପ୍ରତିଷ୍ଠାନକୁ ଗତିଶୀଳ କରିବା ପାଇଁ ଯଦି ଅର୍ଥ ଚାହୁଁଥିଲା ବା ପୁଞ୍ଜି ଚାହୁଁଥିଲା, ତାକୁ ସେଥିରେ ମଧ୍ୟ ସାହାଯ୍ୟ କରାଯାଉଥିଲା। ସେଥିପାଇଁ ସ୍ୱତନ୍ତ୍ର ଭାବରେ ଅନେକ ବ୍ୟାଙ୍କ ବା ଉତ୍ଥାନ ହେଇଥିଲା ବା ଅନେକ ବ୍ୟାଙ୍କିଂ ସିଷ୍ଟମ ମୁଣ୍ଡ ଟେକିଥିଲା, ଯୋଉମାନେ କି ବ୍ୟବସାୟର ସମ୍ପ୍ରସାରଣ ପାଇଁ, ବ୍ୟବସାୟକୁ ଗତିଶୀଳ କରିବା ପାଇଁ ସେମାନଙ୍କୁ ଏହି ଋଣ ପ୍ରଦାନ କରିବା ପାଇଁ ସେମାନେ ସେଭଳି ପ୍ରସ୍ତାବ ବା ସେଭଳି ସିଷ୍ଟମ କରିଥିଲେ ବା ପ୍ରଥା କରିଥିଲେ, ଯୋଉଥି ଯୋଗୁ ବ୍ୟବସାୟର ସମ୍ପ୍ରସାରଣ ଘଟିଥିଲା। ସେଭଳି ଆଉ ଗୋଟିଏ ଉପାଦେୟ ହେଲା ଯେ ବ୍ୟବସାୟିକ ଅନୁଷ୍ଠାନ ଗୁଡ଼ିକରେ ପରିବର୍ତ୍ତନ, ଅର୍ଥାତ୍ ନିୟମବଦ୍ଧ ବ୍ୟବସାୟିକ ସଂସ୍ଥା ଗୁଡ଼ିକର ଅଭିବୃଦ୍ଧି। ସେତେବେଳେ ଅନେକ ଗୁଡ଼ିଏ ବ୍ୟବସାୟିକ ସଂସ୍ଥା, ବ୍ୟବସାୟିକ ସଂଗଠନ, ବ୍ୟବସାୟିକ ସଂଘ ଯେଗୁଡ଼ିକ ପ୍ରତିଷ୍ଠା କରାଯାଇଥିଲା ଏବଂ ସେଥିରେ ଅନେକ ଗୁଡ଼ିଏ ନିୟମ ଗୁଡ଼ିକ ପ୍ରଣୟନ କରାଯାଇଥିଲା, ଯୋଉ ସବୁ ନିୟମ ମାନ ବାଣିଜ୍ୟରେ ସୁଧାର ଆଣିବା ପାଇଁ, ବାଣିଜ୍ୟରେ ଶୃଙ୍ଖଳା ଆଣିବା ପାଇଁ, ପ୍ରକୃତ ବାଣିଜ୍ୟକୁ ବଜାରରେ ସମାଜରେ ନିୟନ୍ତ୍ରଣ କରିବା ପାଇଁ ଅନେକ ଗୁଡ଼ିଏ ନିୟମାବଳୀ ଆଧାରିତ ଥିଲା, ଯୋଉ ନିୟମକୁ ସେ ବାଣିକ ସଂଘ ବା ବଣିକ ସଂସ୍ଥା ବା ବଣିକ ଅନୁଷ୍ଠାନ ସେଗୁଡ଼ିକ ସବୁ ପ୍ରସାର କରୁଥିଲା। ବାଣିଜ୍ୟ ବ୍ୟବସାୟରେ ବିଭିନ୍ନ ଦୁର୍ନୀତି ଅନୀତିକୁ ରୋକିବା ପାଇଁ ତାହା ସଦା ସର୍ବଦା ଚିନ୍ତିତ ଥିଲା, ଯାହା ଫଳରେ କି ଗୋଟେ ସୁଧାର ବାଣିଜ୍ୟ ବ୍ୟବସ୍ଥା ପରିଚାଳିତ ହେଇଥିଲା। ତେବେ ଏସବୁ ବାଣିଜ୍ୟ ବିକାଶ ପାଇଁ ପରବର୍ତ୍ତୀ ପର୍ଯ୍ୟାୟରେ ବିଭିନ୍ନ ବିଭିନ୍ନ ପ୍ରଣାଳୀ ବାହାରିଥିଲା, ଯୌଥ ବ୍ୟବସାୟ ବାହାରିଥିଲା ମଧ୍ୟ। ଯୌଥ ବ୍ୟବସାୟ ଏକାଠି ମଧ୍ୟ ବାଣିଜ୍ୟ କରିବାର ମଧ୍ୟ ପ୍ରଥା ଆରମ୍ଭ ହେଲା ଏବଂ ଏହି ସମୟରେ ଗୋଟେ ଏଫିସିଏଣ୍ଟ ମନି ଇକୋନୋମିକ ଆରମ୍ଭ ହେଲା, ଯାହାକୁ ଦକ୍ଷ ମୁଦ୍ରା ଅର୍ଥନୀତି ବୋଲି କୁହାଯାଏ। ଏହା ମଧ୍ୟ ବାଣିଜ୍ୟ ବିକାଶ ପାଇଁ ଆଉ ଏକ ପାଥେୟ ଯୋଗାଇଥିଲା, ଯୋଉଥି ଯୋଗୁ ବାଣିଜ୍ୟ ବିପ୍ଳବର ସମ୍ପ୍ରସାରଣ ଅତି ସହଜରେ ହେଇପାରିଲା। ତେବେ ଏହା ଥିଲା ୟୁରୋପ ମହାଦେଶରେ ବାଣିଜ୍ୟ ବିପ୍ଳବର ରୂପରେଖ। ଆମେ ବର୍ତ୍ତମାନ ଆଉ ଗୋଟିଏ ୟୁନିଟକୁ ଯିବା, ଯୋଉଟି ହଉଛି ନବଜାଗରଣ ବା ରେନେସାଁ ଏବଂ ହ୍ୟୁମାନିଟିଜିମ୍ ବା ମାନବିକତା ଏବଂ ଆଇଡିଆ ଆଉ ସାଇନ୍ସ। ଆମେ ବର୍ତ୍ତମାନ ଆଉ ଗୋଟିଏ ୟୁନିଟ ଭିତରକୁ ଯିବା, ଯାହାକି ୟୁରୋପ ମହାଦେଶରେ ସେ ନବଜାଗରଣ ହେଇଥିଲା। ଆମେ ପ୍ରଥମ କ୍ଲାସରେ କିଞ୍ଚିତ ଆଲୋଚନା ଏ ଭିତରେ କରିଥିଲେ, ଯେତେବେଳେ ପାଶ୍ଚାତ୍ୟ ଜଗତର ଉତ୍ଥାନ ବିଷୟରେ ଆମେ ଆଲୋଚନା କରିଥିଲେ ପ୍ରଥମ କ୍ଲାସରେ। ସେ ସମୟରେ ମୁଁ କହିଥିଲି ଯେ ନବଜାଗରଣ ଯୋଗୁ ପାଶ୍ଚାତ୍ୟ ଜଗତର ଉତ୍ଥାନ ଘଟିଥିଲା। କାହିଁକି ନା ଯେତେବେଳେ ନବଜାଗରଣ ହେଲା ବା ଯେତେବେଳେ ଜ୍ଞାନର ପୁନର୍ଜାଗରଣ ହେଲା ବା ଜ୍ଞାନର ଯେତେବେଳେ ପୁନଃ ଉନ୍ମେଷ ହେଲା, ସେତେବେଳେ ଯାଇ ଲୋକମାନେ ଆଉ ଅନ୍ଧକାର ଭିତରେ ରହିବା ପାଇଁ, ଗୋଟିଏ ଅନ୍ଧକାର କୁସଂସ୍କାର ଭିତରେ ରହିବା ପାଇଁ ଆଉ ଚାହିଁ ନଥିଲେ। ସେଇ ପ୍ରାଚୀନ ପରମ୍ପରା, ଜ୍ଞାନ, ସଂସ୍କୃତି, ଦର୍ଶନ, ଶାସ୍ତ୍ର, ସାହିତ୍ୟକୁ ଆଧାର କରି ସେମାନେ ଆଗେଇ ଆସିଥିଲେ ଗୋଟିଏ ନୂତନ ଯୁଗରେ ପଦାର୍ପଣ କରିବା ପାଇଁ। ତେଣୁ ଏହି ପ୍ରାଚୀନ ସଂସ୍କୃତିର ବା ଏ ପ୍ରାଚୀନ ସଭ୍ୟତାର ଗୋଟିଏ ଉନ୍ମେଷ ହେଲା ଏହି ପୁନର୍ଜାଗରଣ ଦ୍ୱାରା, ବା ପାଶ୍ଚାତ୍ୟ ଜଗତର ଅଭ୍ୟୁଦୟ ହେଲା ଏହି ପୁନର୍ଜାଗରଣ ଯୋଗ। ତେଣୁ ପୁନର୍ଜାଗରଣ କଣ, ରେନେସାଁ କଣ? ରେନେସାଁ ହେଲା ଏକ ଫରାସୀ ଦେଶର ଶବ୍ଦ ବା ଫ୍ରାନ୍ସ ଦେଶର ଶବ୍ଦ, ଯାହାର ଇଂରାଜୀ ଅର୍ଥ ହଉଛି ରିବାର୍ଥ। ନଚେତ ରେନେସାଁ ଇଟସେଲ୍ଫ ଇଜ ଏ ଫ୍ରେଞ୍ଚ ୱାର୍ଡ। ଏହା ହଉଛି ଗୋଟିଏ ଫ୍ରାନ୍ସ ଦେଶର ଶବ୍ଦ ଏବଂ ଏହାର ଆକ୍ଷରିକ ଇଂରେଜୀ ଶବ୍ଦ ହଉଛି ରିବାର୍ଥ ଅଫ ନଲେଜ। ଆକୁ
ଓଡ଼ିଆରେ ପୁନର୍ଜାଗରଣ କୁହାଯାଏ ବା ଜ୍ଞାନର ପୁନର୍ଜାଗରଣ କୁହାଯାଏ ବା ଜ୍ଞାନର ବିକାଶ କୁହାଯାଏ ବା ଜ୍ଞାନର ପୁନଃ ସଂସ୍ଥାପନ କୁହାଯାଏ। ଯେତେବେଳେ ସମଗ୍ର ପାଶ୍ଚାତ୍ୟ ଜଗତକୁ ଅନ୍ଧକାର ନିରବିଚ୍ଛିନ୍ନ ଭାବରେ ରଖିଥିଲା, ଲୋକମାନେ ଅନ୍ଧକାର ଭିତରେ ବୁଡ଼ି ରହିଥିଲେ, ଏହି ଜ୍ଞାନର ପୁନର୍ଜାଗରଣ ଯୋଗୁଁ ସେମାନେ ସେ ଅନ୍ଧକାରରୁ ଆଲୋକ ମଧ୍ୟକୁ ସେମାନେ ପ୍ରବେଶ କରିଥିଲେ। ଏହି ପରିପ୍ରେକ୍ଷୀରେ ସେ ସମୟ ଥିଲା ପଞ୍ଚଦଶ ଶତାବ୍ଦୀରୁ ଷୋଡ଼ଶ ଶତାବ୍ଦୀ। ଏହି ସମୟ ମଧ୍ୟରେ ଲୋକମାନଙ୍କର ବା ପାଶ୍ଚାତ୍ୟ ଜଗତର ଏକ ଆମୂଳଚୂଳ ପରିବର୍ତ୍ତନ ହୋଇଥିଲା। ତେବେ ଏଇ ଯୋଉ ନବଜାଗରଣ କାହିଁକି ହେଇଥିଲା, ନବଜାଗରଣ କାରଣ ଗୁଡ଼ିକ କ'ଣ ଥିଲା, ଏଗୁଡ଼ିକ ବିଷୟରେ ଆମେ ଟିକେ ସ୍ୱଳ୍ପରେ ଆଲୋଚନା କରିବା। ତାପରେ ନବଜାଗରଣ ସମୟର ମାନବବାଦ ଉପରକୁ ଆମେ ଯିବା। ତାହେଲେ ନବଜାଗରଣ ଉତ୍ଥାନର ପ୍ରାରମ୍ଭିକ କାରଣଟି ହେଲା କନଷ୍ଟାଣ୍ଟିନୋପଲର ପତନ। କନଷ୍ଟାଣ୍ଟିନୋପଲ କ'ଣ ନା, କନଷ୍ଟାଣ୍ଟିନୋପଲ ହେଉଛି କ୍ୟାପିଟାଲ ଅଫ ଦି ନଲେଜ, ଜ୍ଞାନର ରାଜଧାନୀ ଥିଲା କନଷ୍ଟାଣ୍ଟିନୋପଲ। ଏବଂ ଯେତେବେଳେ ଏ ସ୍ଥାନ ଅଟୋମନ ତୁର୍କୀ ମାନଙ୍କ ଦ୍ୱାରା ଅଧିକୃତ ହେଲା, ସେତେବେଳେ ଏ ସ୍ଥାନରେ ଥିବା ଜ୍ଞାନୀ ଗୁଣୀ ମାନି ପଣ୍ଡିତ ମାନେ ସେ ସ୍ଥାନ ପରିତ୍ୟାଗ କଲେ। ତାହେଲେ ଏ କନଷ୍ଟାଣ୍ଟିନୋପଲ ଏ ସ୍ଥାନ କେମିତି ଜ୍ଞାନ ଗୁଣରେ ଭରପୁର ଥିଲା ନା, ପ୍ରାଚୀନ ଗ୍ରୀସର ପଣ୍ଡିତ ମାନେ ଏଠାରେ ବହୁଳ ଭାବରେ ବା ସଂଖ୍ୟାଧିକ ମାତ୍ରାରେ ଏଠାରେ ବାସ କରୁଥିଲେ। କିନ୍ତୁ ଯେତେବେଳେ ଅଟୋମନ ତୁର୍କୀ ମାନେ ଏ ଅଞ୍ଚଳକୁ ବା ରାଜଧାନୀକୁ ଆକ୍ରମଣ କଲେ, ଏ ସ୍ଥାନକୁ ଆକ୍ରମଣ କଲେ, ସେତେବେଳେ ସେ ସବୁ ପଣ୍ଡିତ ମାନେ ଭିନ୍ନ ଭିନ୍ନ ସ୍ଥାନକୁ ଚାଲିଗଲେ। ଆଉ ଯୋଉ ଯୋଉ ସ୍ଥାନ ମାନଙ୍କରେ ସେମାନେ ଯାଇକି ପଦାର୍ପଣ କଲେ, ସେଇ ସ୍ଥାନ ମାନଙ୍କରେ ସେମାନଙ୍କର ଜ୍ଞାନକୁ ବିକିରଣ କରି ସେ ସ୍ଥାନକୁ ଜ୍ଞାନ ବଳରେ, ନିଜର ତେଜ ବଳରେ ସେ ସ୍ଥାନକୁ ସମ୍ପୂର୍ଣ୍ଣ ରୂପେ ଜ୍ଞାନ ଆଲୋକ ପ୍ରଦାନ କଲେ। ଜ୍ଞାନରେ ଆଲୋକ ପ୍ରଦାନ କରି ସେ ଅଞ୍ଚଳକୁ ଆଲୋକିତ ଉଦ୍ଭାସିତ କରିଦେଲେ, ଯାହା ଫଳରେ କି ପାଶ୍ଚାତ୍ୟ ଜଗତ ଆଉ ଅନ୍ଧାର ଭିତରେ ନ ରହି, କୁସଂସ୍କାର ବିଜଡ଼ିତ ନ ହୋଇ ନିଜେ ଆଲୋକିତ ଅଞ୍ଚଳକୁ ଚାଲି ଆସିଲେ। ତେବେ କନଷ୍ଟାଣ୍ଟିନୋପଲର ପତନ ଯୋଗୁଁ ହିଁ ନବଜାଗରଣର ଉନ୍ମେଷ ହେଇଥିଲା ବା ଜ୍ଞାନର ପୁନର୍ଜାଗରଣ ହେଇଥିଲା। ସେଇଭଳି ଆଉ ଏକ କାରଣ ଥିଲା କ'ଣ ନା, ଶାସ୍ତ୍ର ଓ ଦର୍ଶନର ପ୍ରଭାବ। ତେଣୁ ସେତେବେଳେ ଯୋଉ ପ୍ରାଚୀନ ଶାସ୍ତ୍ର, ପ୍ରାଚୀନ ଗ୍ରନ୍ଥ ଗୁଡ଼ିକ ରହିଥିଲା, ଅର୍ଥାତ୍ କନଷ୍ଟାଣ୍ଟିନୋପଲରୁ ଚାଲି ଆସିଥିବା ପଣ୍ଡିତ ମାନେ ଯୋଉ ଇଟାଲୀରେ ବସବାସ କଲେ ଏବଂ ସେମାନଙ୍କ ଭିତରେ ଯୋଉ ସୁସମ୍ପର୍କ ସ୍ଥାପିତ ହେଲା, ସେତେବେଳେ ସେହି ଇଟାଲୀୟ ସାହିତ୍ୟ, ଇଟାଲୀୟ ଦର୍ଶନକୁ ସେମାନେ ଜାବୁଡ଼ି ଧରି ବା ତାକୁ ଅଧ୍ୟୟନ କରି ପ୍ରତ୍ୟେକ ପାର୍ଶ୍ୱରେ ବା ଚତୁଃପାର୍ଶ୍ୱରେ ସେମାନେ ସେଗୁଡ଼ିକ ପ୍ରଚାର କରିବାକୁ ଲାଗିଲେ। ଏବଂ ସେ ସବୁ ପଣ୍ଡିତ ମାନେ ଥିଲେ, ସେ ସବୁ ପଣ୍ଡିତ ମାନଙ୍କ ମଧ୍ୟରେ ମୁଖ୍ୟ ଥିଲେ କିଏ ସେ ନା, ପ୍ଲେଟାଚ, ଦାନ୍ତେ, ବ୍ରୁନୋ, ଏରାସମସ, ଏମାନେ ସବୁ ପଣ୍ଡିତ ମାନେ ଥିଲେ, ଯୋଉମାନଙ୍କ ଯୋଗୁଁ ସେଠାରେ ନବ ଉନ୍ମେଷ ଜାଗ୍ରତ ହେଇଥିଲା। ସେଇଭଳି ନବଜାଗରଣ ଉନ୍ମେଷର ଆଉ ଏକ କାରଣ ଥିଲା କ'ଣ ନା, ଧର୍ମୀୟ ଯୁଦ୍ଧର ପ୍ରଭାବ। ସେତେବେଳେ ଯୋଉ ଧର୍ମକୁ କେନ୍ଦ୍ର କରି, ଇସଲାମ ଏବଂ ଖ୍ରୀଷ୍ଟିଆନ ଧର୍ମକୁ ଯୋଉ କେନ୍ଦ୍ର କରି ସେତେବେଳେ ଯୁଦ୍ଧ ଚାଲିଥିଲା, ଯୋଦ୍ଧା ମାନେ ଯୁଦ୍ଧ କରି ଚାଲିଥିଲେ ଜେରୁଜେଲମ ଅଧିକାରକୁ ନେଇ। ସେଇ ଇସଲାମ, ସେଇ ଖ୍ରୀଷ୍ଟିଆନ ମାନଙ୍କ ମଧ୍ୟରେ ତିନିଟା ଯୁଦ୍ଧ ହୋଇଥିଲା, ଗୋଟିଏ ନୁହଁ, ଦୁଇ ନୁହଁ, 3 ଥର ଯୁଦ୍ଧ ହୋଇଥିଲା ସେଇ ସ୍ଥାନକୁ ଅଧିକାର କରିବା ପାଇଁ। ଏବଂ ଏହି ଯୁଦ୍ଧ ପାଇଁ ଦେଶର ଖ୍ରୀଷ୍ଟିଆନ ମାନେ ଅନ୍ୟ ଖ୍ରୀଷ୍ଟିଆନ ଦେଶର ସାହାଯ୍ୟ ନେବା ପାଇଁ ଚାହିଁଲେ, ଯାହା ଫଳରେ କି ପରସ୍ପର ଭିତରେ ଯୋଉ ଆଦାନ ପ୍ରଦାନ ହେଲା, ପରସ୍ପର ଭିତରେ ଯୋଉ ଚାଲିଚଳନ ହେଲା, ପରସ୍ପର ଭିତରେ ଯୋଉ ସୁସମ୍ପର୍କ ସ୍ଥାପନ ହେଲା, ଏହା ଦ୍ୱାରା ମଧ୍ୟ ଜ୍ଞାନର ଉଦ୍ରେକ ହେଲା ଏବଂ ଜ୍ଞାନର ବିକାଶ ହେଲା। ଏହି ପରିପ୍ରେକ୍ଷୀରେ ନବଜାଗରଣର ଉନ୍ମେଷର ଆଉ ଗୋଟିଏ କାରଣ ହେଲା ମୁଦ୍ରଣ ଯନ୍ତ୍ରର ଉଦ୍ଭାବନ। ଜନ ଗୁଟେନବର୍ଗ ଯେତେବେଳେ ମୁଦ୍ରଣ ଯନ୍ତ୍ର ଆବିଷ୍କାର କଲେ, ପ୍ରଥମେ ତ ସେ ମୁଦ୍ରଣ ଯନ୍ତ୍ର କରିନଥିଲେ, ପ୍ରଥମେ ଟାଇପ ମେସିନ ଟି ଆରମ୍ଭ କରିଥିଲେ।
तापर मुद्रण यंत्र आरंभ कले जेतेबेले मुद्रण यंत्र आरंभ हला आविष्कार हला सेतेबेले अनेक नूतन ग्रंथ जहा थिला प्राचीन ग्रंथर ज्ञान दर्शन शास्त्र आधारित थिला से सब जेतेबेले प्रकाश पाइला एवं से सब पुस्तक मान लोक मानक पाखरे पहुंचला परे लोक माने एक नव उन्मेष लोक मानक मनरे जागृत हला लोक माने आ चिराचरित प्रथा को आलिंगन न करी चिराचरित प्रथारे अनुप्राणित न होई नूतन कथा नूतन वार्ता नूतन ज्ञान नूतन दर्शन रे अनुप्राणित हेले सेमानंकर मन एथिरे उद्भासित हला जहा फल कि सेई मुद्रण यंत्र आविष्कार जोगु ये सब संभव हो पारिला आउ एक कारण थिला नूतन देश समूहर आविष्कार जो समय रे कोलंबस भास्को डा गामा मैगलेन रॉजर बैकजेट एमार पेटार एमारे जेतेबेले समस्ते किए निजे निजे जलपथ आविष्कार मनोनिवेश कले तो किए किए नूतन ज्ञान कौशल उद्भावन मनोनिवेश कले तेणु यही परिप्रेक्षी जेतेबेले स्थल भागरे हो किंबा जल भागरे हो यातायात आरंभ हला मार्कोपोल स्थल भागरे यातायात आरंभ करी अनेक देश सहित संपर्क रखी अनेक देशर तांकर भ्रमण वृत्तांत को प्रकाश करथिले सेही पळे समुद्र गर्भ को प्रवेश करी जलपथ आविष्कार करिया पई जो नाविक माने जाइथिले एवं नूतन नूतन भूमि रे पदार्पण करथिले सेठार विवरणी मध्य लोकमानंक उपरे पड़िथिला लोकमाने जानिथिले तार प्रभाव लोकमानंक उपरे पड़िथिला जहा फल रे कि लोकमाने देश विदेशर ज्ञान विषय रे देश विदेशर कथा विषय रे देश विदेशर आचार व्यवहार विषय रे जानि परिले एवं एक नूतन ज्ञानर जुगरे से माने पदार्पण कले एही परिप्रेक्षी रे उपनिवेशवाद मध्य प्रतिष्ठा हला आमे टिके आगुरु पढिथिले जे वाणिज्यिक बाद को केंद्र करी बा वाणिज्य विप्लव को केंद्र करी बा वाणिज्यर प्रसार पाई बा वाणिज्यर प्रसारण पाई उपनिवेश सृष्टि हेतिला अर्थात गोटिए देश आउ गोटिए देश रे जाई वाणिज्य करिबा उद्देश्य रे सेठारे रहिबा पाई जो व्यवस्था कला ताहाई थिला उपनिवेश एवं से उपनिवेश प्रतिष्ठा हेबा द्वारा गोटिए देशर व्यवसायी गोष्ठी बा गोटिए देशर जनसाधारण आउ गोटिए देश रे जाई सेठार लोकमानंकर सहित सर्वसाधारण मानंकर सहित सेठार नागरिक मानंकर सहित संस्पर्श रे आसीबा द्वारा सेमानंकर मध्य देश विदेशर ज्ञान रे सेमाने जानि परिले देश विदेशर कथा देश विदेशर व्यवस्था विषय रे सेमानंक मध्य रे आदान प्रदान हला सेमानंक भितरे चाली चलन प्रतिष्ठा हला सुसंपर्क प्रतिष्ठा हला जहा द्वारा कि ए सब कार्य द्वारा लोकमानंकर मनरे एक नूतन ज्ञान सृष्टि हला तापर हला साम्राज्यवाद नीति जेतेबेले गोटिए देश अन्य देश रे जाई शासन करिबा पई तार साम्राज्य प्रतिष्ठा कला सेतेबेले मध्य तार ज्ञानर विकास हला गोटिए देश रु जाई आउ गोटिए देश तार भाषा भिन्न तार संस्कृति भिन्न तार परंपरा भिन्न तार राजनीति भिन्न तार समाज भिन्न तार धर्म भिन्न तेबे समस्त परिवर्तन को निजे सेठारे करी सेठारे से लोकंक सहित बा से नूतन देश रे पदार्पण करी नूतन लोकमानंक सहित संस्पर्श रे आसी जो विशेष ज्ञान अर्जन कला ता द्वारा मध्य सेमानंकर मानसिक स्तर रे गोटे विराट संस्कार मूलक परिवर्तन मध्य आसीथिला आउ एक कार्य हला मध्यवित्त वर्ग मानंकर मध्य अवदान मध्यवित्त वर्ग की से ना एई समय रे यूरोप महादेशर विभिन्न राष्ट्र रे व्यवसायी माने बा कारीगर माने बा इंजीनियर माने बा डाक्तर माने एमाने समस्त बुद्धिजीवी माने ए गोटिए स्वतंत्र श्रेणी रे सृष्टि कले जो श्रेणी की केवल ज्ञानर विकास पाई बुद्धिर विकास पाई शिक्षार विकास पाई मनोनिवेश करिथिला कुसंस्कार अनीति को दूरित करी राजतंत्र को पछे पकाई एक नूतन आलोक सृष्टि करिबा पई एही नूतन श्रेणी सदा सर्वदा प्रयास करबेसुथिला आउ एक कारण हैला नवजागरण प्रतिष्ठार जे सामंतवादर पतन एवं शक्तिशाली साम्राज्यर उत्थान
यूरोप महादेश रे चतुर्थ शताब्दी रु चतुर्दश शताब्दी पर्यंत आमे टिके आलोचना गला क्लास मानकरे करिथिले जे सामंतवाद प्रतिष्ठा थिला। काहींकि सामंतवाद प्रतिष्ठा हला ना जेतेबेले साधारण प्रजा मानक सहित राजांकर किछि संपर्क रहिलानी, राजा बा सम्राट माने जेतेबेले साधारण वर्ग को शासन करि पारले नाही, सेमानंकर जीविका निर्वाह रे निजको नियोजित करि पारले नाही, सेतेबेले सामंत माने अनेक सेही साधारण जनता को साधारण लोक माननकु सर्वसाधारण को जेतेबेले निजे आश्रित कले, निज आश्रित रखिले, निज बाहु छाया तले रखिले, निजे आश्रय देले, सेतेबेले प्रजा रजार संपर्क तुटिगला, प्रजा सामंत मानकर संपर्क उन्मेष हैला। ताहले जो सामंत माने सेही प्रजा माननकु निजर आश्रित करि रखिथिले, निज बाहु छाया तले रखिथिले, निज बाहु छाया तले रखी सेमानकर जीविका निर्वाह चलीथिला। किंतु परवर्ती पर्याय रे सेमाने एमिति एकचाटिया, सेमाने एमिति स्वेच्छाचारी हेगले, जहा फल कि निज पाखरे रहिथिबा सेही कृषिवृत्ति बा साधारण लोक माननकु बा साधारण कृषक माननक प्रति एभଳି अत्याचार कले, जहा द्वारा कि लोक माने आउ से सामंत प्रथा को चाहिले नाही। सामंत प्रथार जेतेबेले परिवर्तन हला बा सामंत प्रथार जेतेबेले पतन हला, सेतेबेले जाई लोक माने एक नूतन स्थान रे पदार्पण कले, एक नूतन जुगरे पदार्पण कले, जहा को कहगला शक्तिशाली साम्राज्यवाद। एठी सम्राट माने पुनर्बार, शासक माने पुनर्बार क्षमताशाली हे आसिले एवं लोक मानकर सेही शासक मानक सहित संपर्क स्थापित हला। लोक माने आ सामंतवाद को पसंद कले नाही एवं एठी आरंभ हला ज्ञानर नवीकरण बा ज्ञानर उन्मेष हला। लोक माने शासक मानक पाखरे रहिबा को चाहिले, आ सामंत मानक पाखरे रहिबा पई चाहिले नाही। जो समय रे कि आरंभ हे जाइतिला वाणिज्य विप्लव। तबे एही परि भाबरे नवजागरणर उन्मेष होइतिला एवं ता पछरे आ गोटिए कारण थिला, जहा कि आमे वाणिज्य विप्लव रे ना पढिले, गोटे होछि आर्थिक उन्नति। जेतेबेले लोकमानंक पाखरे आर्थिक उन्नति हला, लोकमानंक पाखे जेतेबेले अर्थरे परिवर्तन देखा देला, सेतेबेले लोकमानंकर जीवन शैली, लोकमानंकर जीवन जीविका, लोकमानंकर सामाजिक व्यवस्था रे गोटे विराट परिवर्तन आसिला। लोक माने ज्ञान को आहरण करिया पई चेष्टा कले, ज्ञान को ग्रहण करिया पई चेष्टा कले, आ चिराचरित प्रथारे जिबा पई गिर्जार जो दुर्नीति अरुनीति कथारे परिचालित हेबा पई सेमाने केही आ चाहिले नाही। तबे ए सब कारण जोगु जदिओ नवजागरणर उन्मेष हेतिला बा ज्ञानर प्रसार हेतिला बा ज्ञानर पुनर्जागरण हेतिला, ताहले नवजागरणर मुख्य आधार गुडी को कोन थिला? व्हाट आर द चीफ बेसिस ऑफ द रेनेसांस? ताले मुख्य आधार गुडी को कोन थिला ना? मुख्य आधार रे रहितिला अंतर्भुक्त थिला साहित्यिक संस्कृति और दर्शनर प्रसार, स्प्रेड ऑफ ह्यूमैनिज्म। आउ एक आधार थिला स्थापत्य विद्यार विकास, आर्किटेक्चरल डेवलपमेंट। आउ एक आधार थिला भास्कर्य विद्यार विकास बा स्कल्पचरल डेवलपमेंट। आउ गोटी हला चित्रकलार विकास बा आर्टिस्टिक डेवलपमेंट बा डेवलपमेंट ऑफ द पेंटिंग। आउ गोटी आधार थिला संगीत कलार विकास बा डेवलपमेंट इन म्यूजिक। आउ गोटी हला जातीय वर्णमाला ओ जा भाषार विकास, पोप को अस्वीकार, विज्ञानर अग्रगति एवं भौगोलिक आविष्कार। ए सब गुड़िक हेउछि नवजागरणर मुख्य आधार। ताले प्रथम आधारटी हला कोन ना? यूरोप रे साहित्यिक संस्कृति और दर्शनर प्रभाव, स्प्रेड ऑफ ह्यूमैनिज्म इन यूरोप, जाको हमें ह्यूमैनिज्म बोली कहू। कौन सेटा ना? यूरोप महादेश रे जेउ सब महामनीषी माने बहु बाधाविघ्न सम्मुखीन होई सेमानंकर अक्लांत परिश्रम करी उद्यम करी यूरोपीय नव उन्मेषर आधार थिले एवं यूरोप रे नवजागरण को बा पाश्चात्य जगत को
ଫଳବତୀ କରିଥିଲେ ସେହି ସବୁ ବ୍ୟକ୍ତି ବିଶେଷଙ୍କ କଥା ପଢିଲେ ଆମେ ଜାଣିପାରିବା ଯେ ହ୍ୟୁମାନିଟେରିଆନିଜିମ୍ କଣ। ତେବେ ପ୍ରଥମ ବ୍ୟକ୍ତି ଥିଲେ କିଏ ସେ ନା ଥାବେଲଡ। जो ଥାବେଲଡ ପ୍ୟାରିସ ବିଶ୍ୱବିଦ୍ୟାଳୟରେ, ଫ୍ରାନ୍ସର ରାଜଧାନୀ ପ୍ୟାରିସ ବିଶ୍ୱବିଦ୍ୟାଳୟରେ ସେ ଅଧ୍ୟୟନ କରୁଥିବା ବେଳେ ଗୋଟିଏ ବକ୍ତବ୍ୟ ରଖିଥିଲେ, ଈଶ୍ୱର କହିଛନ୍ତି ବୋଲି ଆମେ ସବୁ କଥାକୁ ବିଶ୍ୱାସ କରିବା ନାହିଁ, ତାର ବିଚାରଧାରାକୁ ଆମେ ଯୁକ୍ତିଯୁକ୍ତ ମନେ କରିବା, ସବୁ କଥାକୁ ଗ୍ରହଣ କରିନେବା ପ୍ରକୃତରେ ଠିକ ନୁହଁ। ଏ କଥା ଯେତେବେଳେ ସେ ମତ ଦେଲେ, ସେତେବେଳେ ତତ୍କାଳୀନ ଗିର୍ଜାରେ ଯୋଉ ଚାଲିଥିଲା ଅନୀତି, ଦୁର୍ନୀତି, କୁସଂସ୍କାର ଯାହା ଚାଲିଥିଲା, ତାହା ଗିର୍ଜା ପ୍ରତି ଏକ ଶକ୍ତ ଧକ୍କା ଦେଲା, ଯାହା ଫଳରେ କି ତାଙ୍କୁ ବାଧ୍ୟ କରାଗଲା, ଥାବେଲଡକୁ ବାଧ୍ୟ କରାଗଲା ତାଙ୍କର ମତକୁ ସେ ଫେରେଇ ନେବା ପାଇଁ। ବାଧ୍ୟ ହୋଇ ସେ ଯୋଉ ସ୍ୱ ମତ ପ୍ରଦାନ କରିଥିଲେ ଆଗାମୀ ଦିନରେ ପରିବର୍ତ୍ତନ କରିବା ପାଇଁ, ଆଧ୍ୟାତ୍ମିକ କ୍ଷେତ୍ରରେ ବା ମାନବିକ କ୍ଷେତ୍ରରେ ପରିବର୍ତ୍ତନ କରିବା ପାଇଁ ଯୋଉ ମତ ପୋଷଣ କରିଥିଲେ, ଯଦିଓ ସେ ତାଙ୍କ ମତକୁ ପ୍ରେସର ମାଧ୍ୟମରେ, ଚାପ ମାଧ୍ୟମରେ ତାକୁ ଫେରେଇ ନେଇଥିଲେ, କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ତତ୍କାଳୀନ ସମାଜ ଏହାକୁ ଗ୍ରହଣ କରିଥିଲା। ପ୍ରତ୍ୟେକ କଥାକୁ ଅନ୍ଧ ଭାବରେ ଗ୍ରହଣ ନ କରି ତାର ଯୁକ୍ତିଯୁକ୍ତକୁ ବିଚାର କରି ତାକୁ ଗ୍ରହଣ କରିବାକୁ ବାଧ୍ୟ ହୋଇଥିଲା। ତେବେ ଏହା ଥିଲା ଥାବେଲଡଙ୍କର ମାନବିକବାଦ। ସେହିପରି ଆଉ ଜଣେ ବ୍ୟକ୍ତି ହେଲେ ରବର ବେକନ। ଯୋଉ ରବର ବେକନ ସେ ଥିଲେ ଇଂରାଜୀ ପଣ୍ଡିତ, ଧର୍ମାନ୍ଧକୁ ବିରୋଧ କରି ଗିର୍ଜାର କାରାଗାରରେ ତାଙ୍କର ଜୀବନ ବିତେଇବାକୁ ପଡିଥିଲା, କାରଣ ସେ ଜଣେ ଥିଲେ ଅସାଧାରଣ ବ୍ୟକ୍ତିତ୍ୱ ଏବଂ ତାଙ୍କର ତତ୍କାଳୀନ ସମାଜ ପାଇଁ ତାଙ୍କର ଥିଲା ଅବଦାନ ଅତୁଳନୀୟ। ସେ କହିଥିଲେ ଯେ ରୋଗ କୌଣସି ଶୈତାନ ଦ୍ୱାରା ହୁଏନି, ରୋଗ ଜୀବାଣୁ ଦ୍ୱାରା ହିଁ ବ୍ୟାପିଥାଏ। କିନ୍ତୁ ଏ କଥା କହି ସେ ମଧ୍ୟ ସମାଜରେ ଜଣେ ନିକୃଷ୍ଟ ବ୍ୟକ୍ତି ଭାବରେ ସେ ପରିଗଣିତ ହେଇଥିଲେ। କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ବୈଜ୍ଞାନିକ ମାନେ ମତ ଦେଇଥିଲେ ଯେ ରୋଗ ଜୀବାଣୁ ଦ୍ୱାରା ହିଁ ବ୍ୟାପେ, କୌଣସି ଶୈତାନ ଦ୍ୱାରା ବ୍ୟାପେ ନାହିଁ। ସେଭଳି ଆଉ ଜଣେ ଦାର୍ଶନିକ ମହାନ କବି ଜନ୍ମଗ୍ରହଣ କରିଥିଲେ, ତାଙ୍କ ନାଁ ହେଲା ଦାନ୍ତେ, ଯିଏ କି ରଚନା କରିଥିଲେ ଡିଭାଇନ କମେଡି। ଏହି ପୁସ୍ତକଟି ଏକ ଅନବଦ୍ୟ ସୃଷ୍ଟି। ଏଠାରେ ସେ ଜଣେ ପ୍ରେମିକ ତାର ପରଲୋକାଗତ ପ୍ରେମିକା ନିକଟକୁ କିପରି ଏକାକୀ ଯାତ୍ରା କରୁଛି, ସେ କଥା ସେଠାରେ ବର୍ଣ୍ଣନା କରିଛନ୍ତି ଏବଂ ତତ୍କାଳୀନ ସମାଜରେ ଯୋଉ ପ୍ରଥା ଥିଲା ତାକୁ ଏଠାରେ ସେ ସୁଚାରୁ ରୂପେ ଦର୍ଶାଇଛନ୍ତି ଯେ କୁକର୍ମ, କୁଧାରଣା ଉପରେ ଯୋଉ ପର୍ଯ୍ୟବେସିତ କଥା ରହିଛି, ସେଥିରୁ ସମସ୍ତେ ଆମେ ନିବୃତ୍ତ ରହିବା ଆବଶ୍ୟକ। ତେବେ ଏହି ମହାନ କବିଙ୍କର ମଧ୍ୟ ଅନେକ ଗୁଡ଼ିଏ ରଚନା ସେତେବେଳେ ରହିଥିଲା, ଯାହାକି ତତ୍କାଳୀନ ସମାଜକୁ ବୌଦ୍ଧିକ ଜ୍ଞାନ ପ୍ରଦାନ କରିବାରେ ଗୋଟେ ବଳିଷ୍ଠ ସହାୟକ ହେଇଥିଲା। ସେଇଭଳି ପେଟ୍ରାଚ ମଧ୍ୟ ଆଉ ଜଣେ ବ୍ୟକ୍ତି ଥିଲେ, ଯେ କି ଲଳିତ ସାହିତ୍ୟର ପଥ ପ୍ରଦର୍ଶକ ଥିଲେ, ଯାହାଙ୍କର ସମୟ କାଳ ଥିଲା 1314 ରୁ 1374 ଖ୍ରୀଷ୍ଟାବ୍ଦ। ତେଣୁ ଲଳିତ ସାହିତ୍ୟ ଜାଗରଣର ସେ ଥିଲେ ପଥ ପ୍ରଦର୍ଶକ। ସେଥିପାଇଁ ପେଟ୍ରାଚଙ୍କୁ ପ୍ରଥମ ଆଧୁନିକ ମନୁଷ୍ୟ ବୋଲି କୁହାଯାଏ। ତାଙ୍କୁ ମଧ୍ୟ ନବେ ଉନ୍ମେଷର ଜନକ ବୋଲି କୁହାଯାଏ। ସେ ଏଭଳି କଥା, ଏଭଳି ବାର୍ତ୍ତା ସେ ସମାଜକୁ ପ୍ରଦାନ କରି ଯାଇଛନ୍ତି, ଯାହାକି ତାଙ୍କୁ ଐତିହାସିକ ମାନେ ପ୍ରଥମ ଆଧୁନିକ ମନୁଷ୍ୟ ବୋଲି ସୂଚନା ଦେଇଛନ୍ତି। ତାପରେ ବୋକାସିଓ, ସେ ମଧ୍ୟ ଜଣେ ବିଶିଷ୍ଟ ସାହିତ୍ୟିକ, ଗ୍ରୀକ ଭାଷାରେ ସେ ସାହିତ୍ୟ ରଚନା କରିଥିଲେ। ସେ 100ଟି ଗଳ୍ପ ସନ୍ନିବେଶିତ
ଦି ଡେକାମେରନ୍ ପୁସ୍ତକରେ ମର୍ମସ୍ପର୍ଶୀ ବିଦ୍ରୁପ ଭାବକୁ ଏକ ଆଧୁନିକ ଶୈଳୀରେ ସେ ପ୍ରତିପାଦନ କରି ଆଜି ଅମର ହୋଇଛନ୍ତି। ତାଙ୍କର ଗ୍ରୀସ ଭାଷାରେ ସାହିତ୍ୟ, ଦର୍ଶନ, ଗଣିତ, ରାଜନୀତି ଇତ୍ୟାଦିକୁ ସେ ରଚନା କରିଛନ୍ତି ଏବଂ ସମାଜରେ ସେ ତାଙ୍କର ଲେଖାକୁ ଏଭଳି ଭାବରେ ପ୍ରତିଫଳିତ କରିଛନ୍ତି ଯାହାଦ୍ୱାରା କି ତତ୍କାଳୀନ ସମାଜ କୁସଂସ୍କାରକୁ ପରିତ୍ୟାଗ କରିବା ପାଇଁ ବାଧ୍ୟ ହୋଇଥିଲା। ସେହିପରି ଆଉ ଜଣେ ଆବିଷ୍କାର ବୈଜ୍ଞାନିକ ଥିଲେ ଜନ୍ ଗୁଟେନବର୍ଗ। ଆମେ ଏଇନା ପଢିଥିଲେ ଯୋଉ ଜନ୍ ଗୁଟେନବର୍ଗ 1450 ଖ୍ରୀଷ୍ଟାବ୍ଦରେ ଆଗେ ପ୍ରଥମେ ଗୋଟିଏ ଟାଇପ ମେସିନ ବାହାର କରିଥିଲେ ଏବଂ ତାର 4 ବର୍ଷ ପରେ ବା 1454 ଖ୍ରୀଷ୍ଟାବ୍ଦରେ ସେ ଆରମ୍ଭ କରିଥିଲେ ମୁଦ୍ରଣ ଯନ୍ତ୍ର, ଯୋଉ ମୁଦ୍ରଣ ଯନ୍ତ୍ରରେ ପ୍ରଥମେ 2ଟି ପୁସ୍ତକ ପ୍ରକାଶିତ ହେଇଥିଲା। ଗୋଟିଏ ପୁସ୍ତକର ନାଁ ହେଲା ଲେଟର ଅଫ ଇଣ୍ଡଲଜେନ୍ସ, ଆଉ ଗୋଟିଏ ହେଲା ପୁସ୍ତକର ନାଁ ହେଲା ସ୍ମଲ ବାଇବେଲ। ଏ 2ଟି ପୁସ୍ତକ ପ୍ରଥମେ ରଚନା କରାଗଲା। ପରେ ପରେ ଏହି ମୁଦ୍ରଣ ଯନ୍ତ୍ର ୟୁରୋପ ମହାଦେଶର ବା ପାଶ୍ଚାତ୍ୟ ଜଗତର ଅନ୍ୟାନ୍ୟ ସ୍ଥାନ ଇଂଲଣ୍ଡ, ଫ୍ରାନ୍ସ, ଇଟାଲୀ ଇତ୍ୟାଦି ଦେଶକୁ ପ୍ରସାରିତ ହେଲା। ଯୋଉ ଯୋଉ ସ୍ଥାନ ମାନଙ୍କରେ ଅସଂଖ୍ୟ ପୁସ୍ତକ ପ୍ରକାଶିତ ହୋଇ ଲୋକମାନଙ୍କ ପାଖରେ ଅତି ସହଜରେ ଉପନୀତ ହେଇପାରିଲା। କେବଳ ଯେ ବୈଜ୍ଞାନିକ, ଦାର୍ଶନିକ, ସାହିତ୍ୟିକ ମାନେ ସେତେବେଳେ ମୁଖ୍ୟ ଆଧାର ଥିଲେ ନବଜାଗରଣର, ତାହା ନୁହଁ। ସେତେବେଳେ ମଧ୍ୟ ଅନେକ ଚିତ୍ରକର, ଅନେକ ଭାସ୍କର ଶିଳ୍ପୀ, ଅନେକ ସ୍ଥପତି ମାନେ ଜନ୍ମଗ୍ରହଣ କରିଥିଲେ, ଯେଉଁମାନେ କି ସେମାନଙ୍କର କଳାକୃତିରେ ସମାଜରେ ଆମୂଳଚୂଳ ପରିବର୍ତ୍ତନ ଆଣିପାରିଥିଲେ। ସେ ଭିତରୁ ଅନ୍ୟତମ ଥିଲେ ଲିଓନାର୍ଦୋ ଭିନ୍ସି, ଯାହାଙ୍କର ସମୟ କାଳ ଥିଲା 1452 ରୁ 1519 ଖ୍ରୀଷ୍ଟାବ୍ଦ। ସେ ଯେ କେବଳ ଜଣେ ଚିତ୍ରକର ଖାଲି ଥିଲେ ତା ନୁହେଁ, ସେ ଏକାଧାରରେ ଚିତ୍ରକର ଥିଲେ, ଭାସ୍କର୍ଯ୍ୟ ଶିଳ୍ପୀ ଥିଲେ, ସ୍ଥପତି ଥିଲେ, କବି ଥିଲେ, ରଚନାକାର ଥିଲେ, ଗଣିତଜ୍ଞ ଥିଲେ, ଇଞ୍ଜିନିୟର ଥିଲେ ଏବଂ ମଧ୍ୟ ବୈଜ୍ଞାନିକ ଥିଲେ। ଏକାଧାରରେ ସେ ଏତେ ଜ୍ଞାନ ହାସଲ କରିଥିଲେ ଯେ କି ଇଟାଲୀରେ ସେ ଜନ୍ମଗ୍ରହଣ କରିଥିଲେ। ଇଟାଲୀର ବ୍ୟକ୍ତି ସେ ଥିଲେ। ଇଟାଲୀର ଏଇଭଳି ଜଣେ ପ୍ରତିଭାବାନ ବ୍ୟକ୍ତି ଥିଲେ ଯାହାକି ଆଜି ପୃଥିବୀରେ ଅଦ୍ୱିତୀୟ। ଏତେ ଜ୍ଞାନ, ଏତେ ଗୁଣୀର ସେ ଅଧିକାରୀ ଥିଲେ ଏବଂ ତାଙ୍କର ଅନେକ ଚିତ୍ରକଳା ମଧ୍ୟରେ ଦି ଭର୍ଜିନ ଅଫ ଦି ରକ୍ସ, ମୋନାଲିସା, ଦି ଲାଷ୍ଟ ସଫର, ଏସବୁ ଚିତ୍ରକଳା ଗୁଡିକ ବିଶ୍ୱରେ ପ୍ରସିଦ୍ଧି ଅର୍ଜନ କରିଛି। ଏବଂ ଏସବୁ କାର୍ଯ୍ୟ ଗୁଡିକ, ଏସବୁ ଯୋଉ ଚିତ୍ରକଳା, ଏହା ସେତେବେଳର ସମାଜକୁ ଅତି ମାତ୍ରାରେ ପ୍ରତିଫଳିତ କରିଛି। ସେଭଳି ଆଉ ଜଣେ ପ୍ରଖ୍ୟାତ ଲେଖକ ଥିଲେ ଯାହା ନାଁ ହେଉଛି ସାର୍ ଥୋମାସ ମୋରେ। ସାର୍ ଥୋମାସ ମୋରେ ତାଙ୍କର ପ୍ରସିଦ୍ଧ ପୁସ୍ତକ ଆମେ ଆଲୋଚନା କରିଥିଲେ ୟୁଟୋପିଆ। ସେ ୟୁଟୋପିଆରେ ସେ ସମାଜର କୁସଂସ୍କାରକୁ ତିରସ୍କାର କରିଛନ୍ତି ଏବଂ ସମାଜର ତତ୍କାଳୀନ ଶୋଷଣ, ଅନୀତି, ଦୁର୍ନୀତି ଏବଂ କୁସଂସ୍କାର, ଅନ୍ଧବିଶ୍ୱାସକୁ ସେ ଏମିତି ତିରସ୍କାର କରିଛନ୍ତି ଯାହାକି ତାଙ୍କର ଗ୍ରନ୍ଥ ଆଜି ଏକ ଅନବଦ୍ୟ ସୃଷ୍ଟି ରୂପେ ପରିଚିତ ହେଇଛି। ସେମିତି ମେକିଆଭେଲି ସେ ମଧ୍ୟ ଜଣେ ଏଭଳି ଜନନାୟକ ଥିଲେ, ଏଭଳି ତାଙ୍କର ରଚନା ଗୁଡିକ ଥିଲା, ଏଭଳି ଗୁଣାବଳୀ ଉପରେ ତାଙ୍କ ରଚନା ଗୁଡିକ ପର୍ଯ୍ୟବେସିତ ଥିଲା। ସେ ସବୁ ରଚନା ମଧ୍ୟରୁ ତାଙ୍କର ପ୍ରଧାନ ଅବଦାନ ଥିଲା ଦି ପ୍ରିନ୍ସ। ସେଥିରେ ସେ ରାଜନୀତି ଓ କୂଟନୀତିକୁ ଅନୁଧ୍ୟାନ କରି ତାଙ୍କର ଏମିତି ସେ ସିଦ୍ଧାନ୍ତରେ ଉପନୀତ ହେଇଥିଲେ ଯେ ସମାଜର ତତ୍କାଳୀନ ଯୋଉ ରାଜନୀତି କୂଟନୀତି ଥିଲା ସେ ସବୁରେ ସଂସ୍କାର ଆଣିବା ପାଇଁ, ସେ ସବୁରେ ପରିବର୍ତ୍ତନ ଆଣିବା ପାଇଁ ସେ ଏଭଳି ଏକ ଗ୍ରନ୍ଥ ରଚନା କରିଥିଲେ ଯାହା ଆଜି ବିଶ୍ୱର ଏକ ଅନବଦ୍ୟ ସୃଷ୍ଟି କହିଲେ ଅତ୍ୟୁକ୍ତି ହେବ ନାହିଁ। ତେଣୁ ତାଙ୍କ ସମୟରେ ଏସବୁ ଲେଖା ଗୁଡାକୁ ନେଇ ବା ତାଙ୍କର ଲେଖାର ବିଭିନ୍ନ ଶବ୍ଦାବଳୀକୁ ନେଇ ଗୋଟେ ମେକିଆଭେଲିଆନ ବୋଲି ମଧ୍ୟ ଗୋଟେ ସୃଷ୍ଟି କରାଯାଇଥିଲା ଶବ୍ଦ, ଯେଉଁଥିରେ ସେ ତାଙ୍କ ଗ୍ରନ୍ଥରେ ପ୍ରଚଳନ କରିଥିବା ବିଭିନ୍ନ ଶବ୍ଦାବଳୀକୁ ଏଥିରେ ପ୍ରୟୋଗ କରାଯାଇଥିଲା। ନିକୋଲାସ କୋପରନିକସ
ତାଙ୍କର ସମୟ କାଳ ଥିଲା 1473 ରୁ 1543 ଖ୍ରୀଷ୍ଟାବ୍ଦ। ସେ ପୋଲାଣ୍ଡରେ ଜନ୍ମଗ୍ରହଣ କରିଥିଲେ। ଆଧୁନିକ ଜ୍ୟୋତିର୍ବିଜ୍ଞାନର ପ୍ରତିଷ୍ଠାତା କହିଲେ ଅତ୍ୟୁକ୍ତି ହେବ ନାହିଁ ସେ କୋପର୍ନିକସଙ୍କୁ, ଯେ କି ଅନେକ ଦିନ ଗବେଷଣା କରି ସେ ହିଁ କହିଥିଲେ ଯେ ପୃଥିବୀ ସ୍ଥିର ଏବଂ ଗ୍ରହ ଗୁଡିକ ପୃଥିବୀ ଚାରିପଟେ ବୁଲୁଛନ୍ତି, ଏ ଯୋଉ ଧାରଣା ଥିଲା ତାକୁ ସେ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରି ସେ ଗ୍ରହ ଗୁଡିକ ସୂର୍ଯ୍ୟଙ୍କ ଚାରିପଟେ ଘୂର୍ଣ୍ଣନ କରୁଛନ୍ତି ବୋଲି ସେ ତାକୁ ପ୍ରଥମେ ଦର୍ଶାଇଥିଲେ, ଯଦି ବା ତତ୍କାଳୀନ ସମାଜ ସେ ସବୁକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲା। ତେବେ ସେଭଳି ଅନେକ ବିଦ୍ୱାନ ବ୍ୟକ୍ତି, ଅନେକ ଦାର୍ଶନିକ, ଗଣିତଜ୍ଞ, ବୈଜ୍ଞାନିକ ଏବଂ ଅନେକ ଭୌଗୋଳିକ ଆବିଷ୍କାରକ ମାନଙ୍କୁ ସେ ରେନାସ ଯୁଗରେ ବା ନବଜାଗରଣ ଯୁଗରେ ପାଶ୍ଚାତ୍ୟ ଜଗତ ସ୍ଥାନ ଦେଇଥିଲା, ଯୋଉଥିପାଇଁ ନୂତନ ଯୁଗର ପଦାର୍ପଣ ହେଇଥିଲା। ସେମାନଙ୍କ ଭିତରେ ମଧ୍ୟ ଥିଲେ ମାଇକେଲ ଏଞ୍ଜେଲୋ, ରାଫେଲ, ଯୋଉମାନଙ୍କର ଚିତ୍ରକଳା, ଯୋଉମାନଙ୍କର କଳାକୃତି, ଯୋଉମାନଙ୍କର ସ୍ଥାପତ୍ୟ କଳା, ଯୋଉମାନଙ୍କର ଭାସ୍କର୍ଯ୍ୟ କଳା ସମଗ୍ର ବିଶ୍ୱକୁ ଆଜି ପରିପୃଷ୍ଟ କରିଛି। ତେବେ କେବଳ ଯେ ବିଜ୍ଞାନ, କେବଳ ଯେ ସମାଜ, କେବଳ ଯେ ବାଣିଜ୍ୟ, କେବଳ ଯେ ପୁଞ୍ଜିବାଦ ତାହା ସମାଜକୁ ପାଶ୍ଚାତ୍ୟ ଜଗତକୁ ପରିପୃଷ୍ଟ କରିଥିଲା ତାହା ନୁହଁ। କଳାକୃତି, ଭାସ୍କର୍ଯ୍ୟ ଏବଂ ସ୍ଥାପତ୍ୟ ଏସବୁ ଗୁଡିକ ମଧ୍ୟ ନବଜାଗରଣ ସମୟକୁ ସମ୍ପୂର୍ଣ୍ଣ ରୂପେ ପ୍ରଭାବିତ କରିଥିଲା। ନବଜାଗରଣ କେବଳ ଯେ ତାର ଉନ୍ମେଷ ଘଟିଥିଲା ତାର ବିଜ୍ଞାନକୁ ନେଇ ତା ନୁହେଁ, ସମାଜରେ ପରିବର୍ତ୍ତନ ପାଇଁ ଅନେକ ଦାର୍ଶନିକ ମାନେ, ସାହିତ୍ୟିକ ମାନେ ସେମାନଙ୍କର ଲେଖଲି ଚାଳନା କରିଥିଲେ। ସମାଜର ପରିବର୍ତ୍ତନ ପାଇଁ ଅନେକ ଦାର୍ଶନିକ ମାନେ ଦର୍ଶନ ଶାସ୍ତ୍ର ମଧ୍ୟ ରଚନା କରିଥିଲେ। ସମାଜର ପରିବର୍ତ୍ତନ ପାଇଁ ଅନେକ ଜ୍ୟୋତିର୍ବିଦ ମାନେ ଜ୍ୟୋତିଷ ଶାସ୍ତ୍ର ମଧ୍ୟ ପ୍ରଦାନ କରିଥିଲେ। ଜ୍ୟୋତିର୍ବିଦ୍ୟା ଉପରେ ଅକାଟ୍ୟ ଯୁକ୍ତି ମଧ୍ୟ ଉପସ୍ଥାପନ କରିଥିଲେ କୋପର୍ନିକସଙ୍କ ଭଳି। ସେଭଳି ଅନେକ ସ୍ଥାପତ୍ୟ କଳା, ସ୍ଥାପତ୍ୟ ବିଦ୍ୟାର ମଧ୍ୟ ଉତ୍ଥାନ ହେଇଥିଲା। ଏହି ସମୟରେ ଧର୍ମରେ ମଧ୍ୟ ପରିବର୍ତ୍ତନ ଆଣିବା ପାଇଁ, ଧର୍ମରେ ମଧ୍ୟ ସଂସ୍କାର ଆଣିବା ପାଇଁ ମାର୍ଟିନ ଲୁଥରଙ୍କର ମଧ୍ୟ ଆବିର୍ଭାବ ହେଇଥିଲା। ଯୋଉ ମାର୍ଟିନ ଲୁଥର ଖ୍ରୀଷ୍ଟିଆନ ଜଗତରେ ଏକ ବିରାଟ ପରିବର୍ତ୍ତନ ଆଣିଥିଲେ। ଖ୍ରୀଷ୍ଟିଆନ ଜଗତରେ ଯୋଉ କୁସଂସ୍କାର ରହିଥିଲା, କଳଙ୍କ ରହିଥିଲା, ଅନ୍ଧବିଶ୍ୱାସ ରହିଥିଲା, ସେ ସବୁକୁ ପରିବର୍ତ୍ତନ ପାଇଁ ପ୍ରଥମେ ମାର୍ଟିନ ଲୁଥର ଏଠାରେ ପଦକ୍ଷେପ ନେଇଥିଲେ। ଯୋଉ ମାର୍ଟିନ ଲୁଥରଙ୍କ ପ୍ରତି ଗିର୍ଜା ଉପରୁ ଅନେକ କେଷଣ କରାଯାଇଥିଲା, ଅନେକ ପ୍ରକାରର ଆକ୍ରମଣ କରାଯାଇଥିଲା। ସେ କଷଣ ପେଷଣକୁ ସହ୍ୟ କରି ମଧ୍ୟ ମାର୍ଟିନ ଲୁଥର ସେଥିରେ ପରିବର୍ତ୍ତନ ଆଣିଥିଲେ, ଯାହା ଥିଲା ଧର୍ମ ସଂସ୍କାର ଆନ୍ଦୋଳନର କଥା। ଆଗାମୀ ଅଧ୍ୟାୟ ମାନଙ୍କରେ ଏସବୁ ଆମେ ଆଲୋଚନା କରିବା। ତେବେ ଯୋଉ ମାର୍ଟିନ ଲୁଥର ଖ୍ରୀଷ୍ଟିଆନ ଜଗତରେ ଏକ ବିରାଟ ପରିବର୍ତ୍ତନ ଆଣିଥିଲେ, ଖ୍ରୀଷ୍ଟିଆନ ଜଗତ ଯାହାଙ୍କ ଯୋଗୁ ଦୁଇ ଭାଗରେ ବିଭକ୍ତ ହେଇଥିଲା, ସେ ମାର୍ଟିନ ଲୁଥରଙ୍କ ଦ୍ୱାରା ମଧ୍ୟ ନବଜାଗରଣ ବା ଜ୍ଞାନର ଉନ୍ମେଷ ହେଇଥିଲା, ବା ଜ୍ଞାନର ପୁନର୍ଜାଗରଣ ହେଇଥିଲା, ବା ଜ୍ଞାନର ପୁନର୍ବିକାଶ ହେଇଥିଲା। ଯେତେବେଳେ ଲୋକମାନେ ଧର୍ମକୁ, ଧର୍ମ ନାମରେ ଅନ୍ଧବିଶ୍ୱାସକୁ ତତ୍କାଳୀନ ଜଗତରେ ବା ପାଶ୍ଚାତ୍ୟ ଜଗତରେ ପରିଚାଳନା କରୁଥିଲେ। ଧର୍ମ ବୋଲି କେବଳ ଗିର୍ଜାରେ ବାସ କରୁଥିବା ପୋପ ମାନଙ୍କର ଚିନ୍ତାଧାରାକୁ ଆବରି ନେଇଥିଲେ, ପୋପ ମାନଙ୍କର ଧର୍ମକୁ ଆବରି ନେଇଥିଲେ, ପୋପ ମାନଙ୍କର ନିର୍ଦ୍ଦେଶାବଳୀକୁ ଧରି ନେଇଥିଲେ। ସେଥିରେ ଏକ ବିରାଟ କୁଠାରଘାତ ଆଣିଥିଲେ ମାର୍ଟିନ ଲୁଥର। ଯେତେବେଳେ ପ୍ରଚାର ଚାଲିଥିଲା ସେଲ୍ଫ ଇଣ୍ଡୁଲଜେନ୍ସ, ଏକ ଆଦେଶନାମା ପତ୍ର, ଧର୍ମ ନାମରେ ଗୋଟେ ଆଦେଶନାମା ପତ୍ର ପ୍ରଚାର ଚାଲିଥିଲା, ବିକ୍ରୟ ଚାଲିଥିଲା। ସେ ଆଦେଶ ପତ୍ରକୁ ଯିଏ କ୍ରୟ କରିବ ତାର ହିଁ ପାପ କ୍ଷୟ ହେବ, ଅନ୍ୟ କୌଣସି ବ୍ୟକ୍ତିର ପାପ କ୍ଷୟ ହେବନି। ସେ ପ୍ରଶୟ ପତ୍ରର ମୂଲ୍ୟ ପୁଣି ଅଧିକ ଥିଲା, ଯାହାକି ସର୍ବସାଧାରଣଙ୍କ ପାଇଁ, ସାଧାରଣ ଜନତାଙ୍କ ପାଇଁ, ସାଧାରଣ ନାଗରିକ ମାନଙ୍କ ପାଇଁ ଅକ୍ଷମ ଥିଲା କ୍ରୟ କରିବା ପାଇଁ। ତେଣୁ ଏ ଭୁଲ ପ୍ରମାଣ ପତ୍ରକୁ ସମାଜରେ ଗୋଟେ ସ୍ପଷ୍ଟ ରୂପ ଦେବା ପାଇଁ ମାର୍ଟିନ ଲୁଥର ସେତେବେଳେ ଖ୍ରୀଷ୍ଟିଆନ ଜଗତରେ ଆଣିଥିଲେ ଗୋଟେ ବିରାଟ ପ୍ରତିବନ୍ଧକ, ଯୋଉଥି ଯୋଗୁ ଖ୍ରୀଷ୍ଟିଆନ ଜଗତ ଦୁଇ ଭାଗରେ ବିଭକ୍ତ ହେଲା। ଗୋଟେ ହେଲା ପ୍ରୋଟେଷ୍ଟାଣ୍ଟ, ଆଉ ଗୋଟେ ହେଲା କ୍ୟାଥୋଲିକ। ଯେଉଁମାନେ ଚିରାଚରିତ ପ୍ରଥାକୁ ଗ୍ରହଣ କଲେ, ପୋପଙ୍କ କଥାକୁ ମାନି ନେଲେ, ଅନ୍ଧବିଶ୍ୱାସରେ ସେମିତି ଜଡ଼ିତ ହେଇ ରହିଲେ, ସେମାନେ କ୍ୟାଥୋଲିକ ହେଲେ। ଯୋଉମାନେ ମାର୍ଟିନ ଲୁଥରଙ୍କ କଥାକୁ ଅନୁପ୍ରାଣିତ ହେଲେ, ଯୋଉମାନେ ମାର୍ଟିନ ଲୁଥରଙ୍କ କଥାରେ ପ୍ରଚାରିତ ହେଲେ, ପ୍ରଭାବିତ ହେଲେ, ସେଇମାନଙ୍କୁ ପ୍ରୋଟେଷ୍ଟାଣ୍ଟ କୁହାଗଲା। ଫଳରେ ଖ୍ରୀଷ୍ଟିଆନ ଜଗତ ଦୁଇ ଭାଗରେ ବିଭକ୍ତ ହେଲା, ଗୋଟିଏ ହେଲା କ୍ୟାଥୋଲିକ ଆଉ ଗୋଟିଏ ହେଲା ପ୍ରୋଟେଷ୍ଟାଣ୍ଟ। ତେବେ
ଆଜି ସମୟ ହେଇଯାଇଛି। ଆଗାମୀ ଅଧ୍ୟାୟରେ ଆମେ ଆଲୋଚନା କରିବା ଧର୍ମ ସଂସ୍କାର ଆନ୍ଦୋଳନ।